ମୋ ସହିତ ଆପଣ ମାନେ ଫିଟେଇବେ। ଦ୍ୱିତୀୟ ତିମୋଥୀ 3:1 ପଢିବା। କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ। ଆମମାନେ ଶେଷ କାଳରେ ଆମେ ବାସ କରୁଛୁ। ଆଉ ପ୍ରଭୁଙ୍କ ଦାସ ପାଉଲ ଆତ୍ମାଙ୍କର ଦ୍ଵାରା ସେ ଜାଣି ଭବିଷ୍ୟତବାଣୀ କରିଛନ୍ତି ଯେ ଶେଷ କାଳରେ ଏମିତି ଗୋଟେ ସମୟ ଉପସ୍ଥିତ ହେବ, ଭୀଷଣ ସମୟ ଉପସ୍ଥିତ ହେବ। ବୋଲେ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଏଇଟା ହଉଛି ଗୋଟେ ବିପଦର ସମୟ, ଗୋଟେ ଭୀଷଣ ସମୟ। ଆଉ ସେ ଭୀଷଣ ସମୟ କଣ ଆମେ ଜାଣିବାର ଆବଶ୍ୟକ ରହିଛି। ଆମେ ଯଦି ସେ ଭୀଷଣ ସମୟକୁ ଜାଣିବା, ତାହେଲେ ଆମକୁ ଯୋଉ ବିଷୟରେ ଆମେ ଫୋକସ କରିବା କଥା ସେ ବିଷୟରେ ଫୋକସ ନ କରି ଆମକୁ ଧୀରେ 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 ଭୁଲ ଆଡକୁ ନିଆଯାଉଛି। ସେ ଭୀଷଣ ସମୟ କଣ ଆମେ ପଢିକିନା ଆମେ ଜାଣିବା। ଆମେ 2 ପଦରୁ ଆମେ 5 ପଦ ଯାଏ ପଢିବା। ଆମେ କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଙ୍କାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ। ସେମାନେ ଭକ୍ତିର ଭେକ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କ ଠାରୁ ଅନ୍ତର ହୁଅ। ଏଇଟା ହଉଛି ଭୀଷଣ ସମୟ। ଏଇ ସ୍ଥାନରେ ପାଉଲ ତାଡନା ବିଷୟରେ କିଛି ଲେଖୁନାହାନ୍ତି। ଖ୍ରୀଷ୍ଟିଆନ ମାନଙ୍କୁ ଯୋଉ ଭୟଙ୍କର ତାଡନା ହେବ ସେଟାକୁ ଭୀଷଣ ସମୟ ବୋଲି ଲେଖୁନାହାନ୍ତି। ଏଇ ସ୍ଥାନରେ ପାଉଲ ସେ ଆମକୁ ଲେଖୁଛନ୍ତି ଯେ କି ପ୍ରକାର ଖ୍ରୀଷ୍ଟିଆନ ମାନେ ଗୋଟେ ଖଳ ପିନ୍ଧା ଲୋକ ହେଇଯିବେ। ଶେଷ ସମୟରେ ଗୋଟେ ମୁଖା ପିନ୍ଧା ଲୋକମାନେ ହେଇଯିବେ। ସେମାନଙ୍କ ଭିତରେ ଭକ୍ତି ଥିବ ମାତ୍ର ଶକ୍ତି ନଥିବ। ଏଇ ପ୍ରକାର ଗୋଟେ ଖ୍ରୀଷ୍ଟିଆନ ହେଇଯିବେ ବୋଲି ଆମମାନଙ୍କ ବାଇବଲ ଆମମାନଙ୍କୁ ପ୍ରଫେସି କରୁଅଛି। ଆମେ ଏଇ ସମୟରେ ଯୋଉ ତାଡନାର ମାହୋଲ ଆମେ ଦେଖୁଛୁ, ଏଇଟା ଭୀଷଣ ସମୟ ନାହିଁ। ତାଡନାକୁ ବାଇବଲ ଭୀଷଣ ସମୟ, ଖ୍ରୀଷ୍ଟିଆନ ମାନଙ୍କୁ ମାରିଦବୁ, ପିଟିଦବୁ, ହାଣିଦବୁ, କାଟିଦବୁ, ଏଇ ଯୋଉ ପ୍ରକାର କଥା ଗୁଡିକ କୁହାଯାଉଛି, ଏଇ କଥାକୁ ନେଇ ଖ୍ରୀଷ୍ଟିଆନ ମାନେ ବହୁତ ବ୍ୟତିବ୍ୟସ୍ତ ଅଛନ୍ତି। ସେ ଏମିତି କରିଦେଲା, ସିଏ ସେମିତି କରିଦେଲା, ଅମୁକ ସେମିତି କରିଦେଲା, ଏଇ ସବୁ ବିଷୟକୁ ନେଇ ବ୍ୟତିବ୍ୟସ୍ତ। ମାତ୍ର ପାଉଲ କହୁଛନ୍ତି ଖ୍ରୀଷ୍ଟିଆନ ମାନଙ୍କର ଭୀଷଣ ସମୟ କୋଉଟା, କେଉଁ ପ୍ରକାର ସମୟକୁ ଭୀଷଣ ସମୟ ବୋଲି ସେ କହୁଛନ୍ତି। ସେ ଭୀଷଣ ସମୟ କଣ? ଲୋକମାନେ ଗୋଟେ ଖଳ ପିନ୍ଧା ଖ୍ରୀଷ୍ଟିଆନ ହେବେ, ମୁଖା ପିନ୍ଧା ଖ୍ରୀଷ୍ଟିଆନ ହେବେ। ସେଇଟା ହଉଛି ଭୀଷଣ ସମୟ। ସେଇ ସମୟଟାକୁ ଆମେ ଜାଣିବାର ଅଛି ଆଉ ନିଜକୁ ଆମେ ରକ୍ଷା କରିବାର ଆବଶ୍ୟକ ରହିଛି। ତାଡନା କେବେ ହେଲେ ମଧ୍ୟ ମଣ୍ଡଳୀକୁ ନଷ୍ଟ କରିନାହିଁ କି ନଷ୍ଟ କରିବ ନାହିଁ। ତାଡନା ସବୁବେଳେ ମଣ୍ଡଳୀକୁ ବୃଦ୍ଧି କରିଛି। ଆଉ ତାଡନା ଦ୍ଵାରା ମଣ୍ଡଳୀ ଆତ୍ମିକ ଜୀବନରେ ବଢିଛି, ସଂଖ୍ୟାରେ ବଢିଛି। ମାତ୍ର ଭୀଷଣ ସମୟ କୋଉଟା ଲେଖାଗଲା? ଲୋକମାନେ ଆତ୍ମପ୍ରିୟ ହେବେ। ପ୍ରିୟମାନେ, ଏଇଟା ହଉଛି ଆଦମ ଠାରୁ ଏବେ ପର୍ଯ୍ୟନ୍ତ ଲୋକମାନେ ନିଜକୁ ଆଗା ପ୍ରେମ କରନ୍ତି। ଏବେ ଦେଖନ୍ତୁ, ଯେତେ ବଡ ଫଟୋ ଗୋଟେ ଆପଣ ଉଠେଇକିନା ଯଦି କାହାକୁ ପଠେଇବେ, ଆମେ ଫାଷ୍ଟରେ କଣ କରିବୁ? ସେ ଫଟୋରେ ଯୋଉ ଫଟୋ ଗୁଡିକ ଆମେ ପଠେଇଲେ ଫାଷ୍ଟ କାମ କଣ? ଆମେ ଯୋଉଟା ଅଛି ଜୁମ କରିକିନା ଆମେ ଦେଖିବୁ ଆମେ କେମିତି ଦିଶୁଛୁ। ଅନ୍ୟମାନଙ୍କର ଆମେ ଦେଖିବୁ, ଫାଷ୍ଟରେ ନିଜକୁ ଆମେ ଜୁମ କରିକିନା ଦେଖିବୁ। ଆମେ କଣ, ଏମିତି ଗୋଟେ ସମୟ ଆସିଛି ଲୋକମାନେ ନିଜକୁ ଦେଖେଇବାଟା, ନିଜକୁ ପ୍ରେମ କରିବାର ସମୟ। ଏଇଟା ହଉଛି ଭୀଷଣ ସମୟ। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ଯେ ଏଇ ଯୋଉ ସାଧୁକି ଫାରୁସୀ ମାନେ ଭୋଜିକୁ କଣ ପାଇଁ ଯାଆନ୍ତି? ପ୍ରଧାନ ଆସନ ପାଇବା ପାଇଁ। ବୁଝନ୍ତୁ, ଭୋଜିକୁ ଗଲେ ତାଙ୍କୁ ବଡ ଆସନ ଦରକାର। ଫଟୋ ଉଠେଇଲେ ମଝିରେ ଠିଆ ହେଇଥିବେ, ଭିଡିଓ ରେକର୍ଡିଂ କଲେ ସେମାନେ ମଝିରେ ଥିବେ। ଏଇଟା ହଉଛି ବିପଦପୂର୍ଣ୍ଣ ସମୟ। ନିଜେ ଆକା ଆଟ୍ରାକ୍ସନ ର ପାତ୍ର, ନିଜକୁ ଦେଖେଇବା, ନିଜକୁ ପ୍ରେମ କରିବା, ଏଇଟା ହଉଛି କଷ୍ଟର ସମୟ। ମୁଁ ଆପଣଙ୍କୁ ଗୋଟେ 5-6ଟା ବିଷୟ ଆପଣ ମାନଙ୍କୁ କହିବି, ଯାହା ଦ୍ଵାରା କି ଆମେ ଏଇ ବିଷୟକୁ ନେଇକି ଆମେ ସଜାଗ ହେବା। ମୋ ପାଖରେ ସେଇ ଗୁଣ ନାହିଁ ତ, ଆତ୍ମପ୍ରେମ ଗୁଣ, ନିଜକୁ ସୋ ଅଫ୍ କରିବା, ନିଜର ଖୁସିର ଗୁଣ।
ଏଇଟା ହଉଛି ବହୁତ ବହୁତ କଷ୍ଟର ବିଷୟ ପ୍ରିୟ। ଲୋକମାନେ ଶେଷ ଦିନରେ ଏଠି ଚାରିଟା ପ୍ରେମ ବିଷୟରେ ଲେଖା ହେଇଛି। ଗୋଟିଏ ପ୍ରେମ, ନିଜକୁ ବେଶୀ ପ୍ରେମ କରିବେ। ନିଜର ସୁଖ, ନିଜର ସୁବିଧା, ନିଜକୁ ଆକା ଲୋକମାନେ ପ୍ରେମ କରିବେ। ଆଉ ପ୍ରଭୁଙ୍କର ପ୍ରେମ ନଥିବ, ନିଜର ସୁଖ ସୁବିଧା ସେମାନେ ଦେଖିବେ। ଆଉ ଦ୍ୱିତୀୟରେ ଲେଖା ଯାଉଛି ଆଉ ଧନର ପ୍ରେମ। ଧନର ପ୍ରେମ ବଢିଯିବ ଶେଷ ଦିନରେ। ନିଜକୁ ପ୍ରେମ କରିବେ ଆଉ ଧନକୁ ପ୍ରେମ କରିବେ। ଏଇ ପ୍ରେମ ଯାକ ଖ୍ରୀଷ୍ଟିଆନିଟିକୁ ନଷ୍ଟ କରୁଛି। ଡକ୍ଟ୍ରିନ ଗୁଡିକ ଅଲଗା ଅଲଗା ଅଛି, ମାତ୍ର ଧନ ପ୍ରେମ ସମସ୍ତଙ୍କର ରହିଛି। ଏଇଟାକୁ ବାଇବଲ ଭୀଷଣ ସମୟ ବୋଲି କହେ। ଆଉ ଗୋଟିଏ ପ୍ରେମ ହେଲା ବିଳାସକୁ ପ୍ରେମ କରିବେ, ଭୋଗ ବିଳାସକୁ ପ୍ରେମ କରିବେ। ଏଇ ତିନିଟା ପ୍ରେମ ଏଇ ଶେଷ ଦିନ ମାନଙ୍କରେ ଯୋଉ ବିଶ୍ୱାସୀଙ୍କର ଜୀବନରେ ଦେଖାଯାଉଛି, ସେଇ ବିଶ୍ୱାସୀ ଠାରୁ ଅଲଗା ହୁଅନ୍ତୁ। ଏଇଟା ବାଇବଲ କହେ। ଆମକୁ ଶେଷ ସମୟରେ ଈଶ୍ୱର ପ୍ରେମୀ ହେବାର ଅଛି। ଈଶ୍ୱରଙ୍କର ପ୍ରେମ ଆମ ପାଖରେ ରଖିବାକୁ ପଡିବ। ଏଇଟା ହଉଛି ଭୀଷଣ ସମୟ। ଏଇ ଭୀଷଣ ସମୟରେ ତାଡନା ଭୀଷଣ ସମୟ ନାହିଁ। ତାଡନା ଖ୍ରୀଷ୍ଟିଆନ ମାନଙ୍କୁ ନଷ୍ଟ କରୁନାହିଁ, ମାତ୍ର ଏଇ ଜାଗାରେ ଯୋଉ ଗୁଣ ଗୁଡିକ 16ଟା ନା 18ଟା ଗୁଣ ଲେଖାଯାଇଛି, ଏଇଟା ମଣ୍ଡଳୀକୁ ନଷ୍ଟ କରୁଛି। ପୁରୁଣା ହେଲେଣି ଖ୍ରୀଷ୍ଟିଆନ ମାନେ, ମାତ୍ର ଏଇ ଭିତରେ ଖୋଳ ପିନ୍ଧା ଖ୍ରୀଷ୍ଟିଆନ, ମୁଖା ପିନ୍ଧା ଖ୍ରୀଷ୍ଟିଆନ, ରବିବାର ଚର୍ଚ୍ଚକୁ ଯିବେ, ପ୍ରାର୍ଥନା କରିବେ, ମାତ୍ର ତାଙ୍କ ଜୀବନ ଶୈଳୀଟା ବହୁତ ବିପଦପୂର୍ଣ୍ଣ ଥିବ। ସେମିତି ଲୋକଠାରୁ ସାବଧାନ ହେବା ପାଇଁ, ଅନ୍ତର ହେବା ପାଇଁ କହୁଛନ୍ତି। ସେଥିପାଇଁ ଏଇଟା ହେଲା ଭୀଷଣ ସମୟ। ଏଇ ଯୋଉ ତାଡନା, ଏଇ ଯୋଉ ବିଭିନ୍ନ ପ୍ରକାର ଲୋକ ଅଛି ୟୁଟ୍ୟୁବରେ ଆମକୁ ଗାଳି କରୁଛନ୍ତି, ଏଇଟା ଭୀଷଣ ସମୟ ନାହିଁ। ଆଉ ଗୋଟେ ରେଫରେନ୍ସ ଆମେ ପଢିବା ମାନେ ମାଥ୍ୟୁ 24 ଅଧ୍ୟାୟର 12 ପଦ। ଅଳ୍ପ କେତେ କଥା କହି ଆପଣ ମାନଙ୍କୁ ସଜାଗ କରିବି। ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। ଧୀରେ 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 ପ୍ରଭୁଙ୍କ ପ୍ରତି ପ୍ରେମ ଶିଥିଳ ହେଇ ହେଇ ଆସିବ। ନିଜ ପ୍ରତି ପ୍ରେମ ବଢିଯିବ, ଧନ ପ୍ରତି ପ୍ରେମ ବଢିଯିବ, ବିଳାସ ପ୍ରତି ପ୍ରେମ ବଢିଯିବ, ମାତ୍ର ପ୍ରଭୁଙ୍କ ପ୍ରତି ଲୋକମାନଙ୍କର ପ୍ରେମ ଶିଥିଳ 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 ହେଇଯିବ। ମାନେ ପ୍ରଥମ ଆଜ୍ଞା କୋଉ ଆଜ୍ଞା? ପ୍ରଥମ ଆଜ୍ଞା ହେଲା ବିଶ୍ରାମ ବାରକୁ ପବିତ୍ର ରୂପେ ପାଳନ କର, ସେଟା ପ୍ରଥମ ଆଜ୍ଞା ନାହିଁ। ଦଶ ମାଂସ ଦିଅ, ସେଇଟା ପ୍ରଥମ ଆଜ୍ଞା ନାହିଁ। ପ୍ରଥମ ଆଜ୍ଞା ହେଲା ତୁମେ ଆପଣା ଈଶ୍ୱରଙ୍କୁ ସମସ୍ତ ମନ, ସମସ୍ତ ପ୍ରାଣ, ସମସ୍ତ ହୃଦୟ, ସମସ୍ତ ଶକ୍ତି ଦେଇ ତୁମେ ପ୍ରେମ କରିବ। ଯେତେବେଳେ ଅଧର୍ମ ବୃଦ୍ଧି ହେଇଯିବ, ଶେଷ ଦିନରେ କଣ ହେଇଯିବ? ଅଧର୍ମଟା କୋଉଠି ଜଗତରେ ନାହିଁ, ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ଜୀବନରେ ଅଧର୍ମ ବୃଦ୍ଧି ହେଇଯିବ। ଆଜି ଅନେକ ଜଣ ଆମକୁ ଫୋନ କରି କହୁଛନ୍ତି, ଆଜ୍ଞା ପ୍ରାର୍ଥନା କରିବାକୁ ଇଚ୍ଛା ଲାଗୁନାହିଁ, ବାଇବଲ ପଢିବାକୁ ଇଚ୍ଛା ଲାଗୁନାହିଁ, ଉପବାସ କରିବାକୁ ଇଚ୍ଛା ଲାଗୁନାହିଁ। କଣ ପାଇଁ ସେମିତି ହଉଛି? ତୁମ ଜୀବନରେ ଅଧର୍ମ ବଢି ଯାଇଛି। ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ, ବିଶ୍ୱାସୀ ମାନଙ୍କ ଜୀବନରେ ଯେତେବେଳେ ଅଧର୍ମ ବଢିଯିବ, ବାଇବଲ ପଢିବାକୁ ଇଚ୍ଛା ଲାଗିବ ନାହିଁ, ପ୍ରାର୍ଥନା କରିବାକୁ ଇଚ୍ଛା ଲାଗିବ ନାହିଁ, ଜୁମ୍ ମିଟିଂକୁ ଯିବାକୁ ଇଚ୍ଛା ଲାଗିବ ନାହିଁ। ଆମ ଜୀବନର ଅଧର୍ମକୁ ଆମ ଜୀବନରେ ବୃଦ୍ଧି ହେବା ପାଇଁ ଦେବା କଥା ନୁହେଁ। ଅଧର୍ମ କୋଉଟା? ନିଜକୁ ପ୍ରେମ କରିବାଟା ହେଲା ଅଧର୍ମ। ଧନ ଲୋଭ ହଉଛି ଅଧର୍ମ। ବିଳାସତା, ଏଇ ଅଧର୍ମରେ ଲୋକମାନେ ରହିଯିବେ, ସେମାନଙ୍କର ପ୍ରେମ, ପ୍ରଭୁଙ୍କ ପ୍ରତି ପ୍ରେମ ଧୀରେ 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 ଶିଥିଳ ହେଇଯିବ। ଏଇଟା ଅସୁବିଧା ଅଛି। ଆଜି ଅନେକ ଜଣ ସେମାନେ ପ୍ରାର୍ଥନା କରୁଛନ୍ତି, ବାଇବଲ ପଢୁଛନ୍ତି, ଜୁମ୍ ମିଟିଂକୁ ଆସୁଛନ୍ତି, ମାତ୍ର ସେମାନଙ୍କ ପାଖରେ ପ୍ରେମ ନାହିଁ। ପ୍ରେମ ନଥାଇକିନା ଯଦି ପ୍ରଭୁଙ୍କ ପ୍ରତି ଆମେ ଯାହା କରିବା, କିଛି ଲାଭ ନାହିଁ। ଆପଣ ମାନଙ୍କୁ ପୁରା ସିଧା ସିଧା କଥା ମୁଁ କହିବା ପାଇଁ ଚାହେଁ। ମୁଁ ସକାଳେ ଯୋଉ ସମୟରେ ପ୍ରାର୍ଥନା କରୁଥିଲି, ପ୍ରଭୁ କୋଉ ବାକ୍ୟ ମୁଁ ଦେବି, ସେଇ ସମୟରେ ପ୍ରଭୁ କହୁଥିଲେ ଏଇ ସବୁ ବାକ୍ୟ ଗୁଡିକ କହିବାକୁ ପଡିବ, ଲୋକମାନଙ୍କୁ ସଜାଗ କରିବାକୁ ପଡିବ। କେବଳ ଲୋକମାନଙ୍କର ମିଠା କଥା ଗୁଡିକ ଶୁଣିବା ପାଇଁ ସେମାନେ ଆଗ୍ରହୀ ନ ହେଇ, ସେମାନଙ୍କୁ ଏଇ ସବୁ କଥା କହି ଆମର ଜୀବନକୁ, ସରଳ ହୃଦୟକୁ ଉତ୍ତପ୍ତ କରିବାକୁ ପଡିବ। କାରଣ ଆମମାନଙ୍କର ଏଇ ବାକ୍ୟ ସବୁ ଶୁଣି ନାହୁଁ ବୋଲି ନାହିଁ, ଶୁଣିଛୁ ଆମେ, ମାତ୍ର ଆମକୁ ଆହୁରି ଅଧିକ ଆମକୁ ଶୁଣିବାକୁ, ଯାହା ଦ୍ୱାରା କି ଆମେ ଶେଷ ଦିନରେ ଅଛୁ। ଆମ ଜୀବନରେ ଅଧର୍ମକୁ ବଢିବାକୁ ଦେବାର ନାହିଁ। ଆମ ଜୀବନରେ
ଖ୍ରୀଷ୍ଟଙ୍କୁ ବଢିବାକୁ ଦେବାର ଅଛି। ଆମ ଜୀବନରେ ପ୍ରଭୁଙ୍କ ପ୍ରେମକୁ ଆମକୁ ବଢିବାକୁ ଦେବାର ଅଛି, ଯାହା ଦ୍ୱାରା କି ଆମମାନେ ରେପ୍ଚରରେ ଯାଇପାରିବା, ଆମେ ଦ୍ୱିତୀୟ ଆଗମନରେ ଆମେ ଉଠା ଯାଇପାରିବା। ଆମେ ଅଧର୍ମ ବଢିଯିବାଟା ଆମେ ଦେଖୁଛୁ। ଆମେ ଲୋକମାନେ ଧୀରେ 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 ସେମାନଙ୍କ ଜୀବନରେ ଛାଡିଥିବା ପାପ ଗୁଡିକ ପୁନର୍ବାର ଦେଖାଯିବାକୁ ଷ୍ଟାର୍ଟ ହେବ। ଯୋଉ ଯୋଉ ପାପ ଗୁଡିକକୁ ସେମାନେ ଛାଡି ଦେଇଥିବେ, ସେଇ ପାପ ଗୁଡିକକୁ ପୁନର୍ବାର ସେମାନଙ୍କ ଜୀବନରେ ଆସିବାଟା ଦେଖାଯିବ। ସେଥିପାଇଁ ଆମେ ଏଇସବୁ ବିଷୟ ଗୁଡିକ ଠାରୁ ଆମେ ସାବଧାନ ରହିବା। ଆମେ ପଢିବା ଏବ୍ରୀ ପୁସ୍ତକ 10 ଅଧ୍ୟାୟ 25 ପଦ। ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାନ୍ତି, ଆମ୍ଭେମାନେ ସେପରି ନ କରୁ, ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ। କେମିତି କଥା ଲେଖାଯାଉଛି? ଶେଷ ଦିନର ଘଟଣା ଗୁଡିକ ଆପଣ କହୁଛି। ଧୀରେ ଧୀରେ ଚର୍ଚ୍ଚ ଛାଡିବେ ନାହିଁ ଲୋକ, ମାତ୍ର ଚର୍ଚ୍ଚର ଉପାସନା ଗୁଡିକକୁ ସ୍କିପ୍ କରିବେ। ସେମାନେ କେବଳ ସଣ୍ଡେ ଉପାସନାକୁ ହିଁ ଗୁରୁତ୍ୱ ଦେବେ, ଅନ୍ୟ ଉପାସନା ଗୁଡିକକୁ ଆଉ ଗୁରୁତ୍ୱ ଦେବେ ନାହିଁ। ଲେଖାଯାଉଛି ଯେ ଆଉ କେହି କେହି ଯେପରି ଆମ୍ଭମାନଙ୍କର ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି। ମଣ୍ଡଳୀ ପରିତ୍ୟାଗ କରୁନାହାନ୍ତି, ମଣ୍ଡଳୀରେ ଚାଲିଥିବା ଆରାଧନା ଉପାସନା ଗୁଡିକକୁ ସେମାନେ ପରିତ୍ୟାଗ କରୁଛନ୍ତି। କିଛି ଆବଶ୍ୟକ ନାହିଁ, ସବୁଦିନ ଚର୍ଚ୍ଚ ଯିବା ଦରକାର ନାହିଁ। ଏଇ ପ୍ରକାର ବିଷୟ ଗୁଡିକ ଏଇ ଦିନ ମାନଙ୍କରେ ବହୁତ ପରିମାଣରେ ଘଟୁଅଛି। ଲୋକମାନେ ଘରେ ରହୁଛନ୍ତି, ଘରେ ରହିକିନା ଆରାମସେ ଥିଲେ ମଧ୍ୟ ସେମାନେ ଚର୍ଚ୍ଚକୁ ଆସିବା ପାଇଁ ସେମାନେ ପସନ୍ଦ କରନ୍ତି। କାହିଁକି? କାରଣ ସେମାନଙ୍କୁ ସହଭାଗିତା ଟିକେ ପସନ୍ଦ ଲାଗୁନି। ସେମାନଙ୍କ ଜୀବନରେ ଧୀରେ 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 ଅଧର୍ମ ବୃଦ୍ଧି ପାଉଛି। ଅନେକ ଜଣ କହୁଛନ୍ତି, ଆଜ୍ଞା ଚର୍ଚ୍ଚରେ ଗଲେ ଆମକୁ ବିଜାର ଲାଗୁଛି, ଆମକୁ ଆଣ୍ଠେଇବାକୁ ପଡୁଛି, ଆମକୁ ଗୀତ ଗାଇବାକୁ ପଡୁଛି, ଆମକୁ ବୋର ଲାଗୁଛି। ସେମାନେ ଯୀଶୁଙ୍କୁ ଛାଡି ନାହାନ୍ତି, ଚର୍ଚ୍ଚକୁ ଛାଡି ନାହାନ୍ତି, ମାତ୍ର ଚର୍ଚ୍ଚର ଉପାସନା ଗୁଡିକକୁ ସେମାନେ ସ୍କିପ୍ କରୁଛନ୍ତି। ଆମର ଜୀବନରେ ସେମିତି ନ, ଆମେ ଶେଷ ଦିନ ହଉଛି ଭୀଷଣ ସମୟ। ଭୀଷଣ ସମୟରେ କଣ ହେବ? ଈଶ୍ୱରଙ୍କର ପ୍ରେମ କମିଯିବ। ପ୍ରଭୁଙ୍କ ପ୍ରତି ଯୋଉ ପ୍ରେମ ଆମର ଥିଲା, ସେହି ପ୍ରେମଟା ଧୀରେ 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 କମିଯିବ। ଆଉ ଜଗତର ପ୍ରେମ ଆମ ଜୀବନରେ ଧୀରେ 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 ବଢିବାକୁ ଷ୍ଟାର୍ଟ ହେଇଯିବ। ଆଉ ଚର୍ଚ୍ଚର ସହଭାଗିତା ଗୁଡିକକୁ ଆମକୁ ଭଲ ଲାଗିବ। ଆମେ ଚର୍ଚ୍ଚ ଛାଡିବା। ଚର୍ଚ୍ଚ ତ ଆସୁଛି, କେବେ କେବେ ଆସୁଛୁ? ନାଇଁ, ମୁଁ ରବିବାର ଦିନ ଆସୁଛି। ପ୍ରିୟମାନେ, ଜଣକୁ ପ୍ରସ୍ତାବ ଗୋଟେ ଆସିଲା ଆମର, ଆଉ ସେ ପ୍ରସ୍ତାବରେ ସେମାନେ ଇନକ୍ୱାରି କଲେ, ଝିଅଟା କେମିତି ଅଛି? ନାଇଁ, ଭଲ ଅଛି, ଭଲ ଝିଅଟା, ଅଙ୍କ ଝିଅଟା। ମାତ୍ର ସେମାନେ କହିଲେ ସେ ଝିଅ ତ କେବଳ ରବିବାର ହିଁ ପ୍ରାର୍ଥନା ଯାଉଛି, ଅନ୍ୟକୁ ଚର୍ଚ୍ଚର ପ୍ରାର୍ଥନା ସହଭାଗିତାକୁ ଯାଉନାହିଁ। ସେଥିପାଇଁ ସେମାନେ ମନା କରିଦେଲେ, ସେ ପ୍ରସ୍ତାବକୁ ଆମେ ନେବୁ ନାହିଁ। କାରଣ ଆଜି ଲୋକମାନେ କେବଳ ଧନ ସମ୍ପତ୍ତି ଦେଖୁନାହାନ୍ତି, ଲୋକମାନଙ୍କର ଆତ୍ମୀୟତା ଦେଖୁଛନ୍ତି। ସେମାନେ ଚର୍ଚ୍ଚ ସହିତ କେମିତି ଜଡିତ ହେଇକିନା ଅଛନ୍ତି, ସେମାନେ ମଣ୍ଡଳୀ ସହିତ କି ପ୍ରକାର ସହଭାଗିତା ହେଇକିନା ଅଛନ୍ତି। ଆଜି ଅନେକ ଜଣ ମଣ୍ଡଳୀରେ କେବଳ ସେମାନେ ବାହା ହେବା ପାଇଁ ଏକା ଆସନ୍ତି, ମଣ୍ଡଳୀରେ କେବଳ କବର ପାଇବା ହିଁ ଆସନ୍ତି। ମାତ୍ର ଏଠି କୁହାଯାଉଛି ସେଥିପାଇଁ ଆସ ନାହିଁ, ପ୍ରଭୁଙ୍କ ପାଇଁ ତୁମେ ଆସ, ମଣ୍ଡଳୀ ଉପାସନା ପରିତ୍ୟାଗ କର ନାହିଁ। ଆମକୁ ଗୋଟେ ସୁଯୋଗ ଅଛି ଯେ ଆମମାନଙ୍କ ପାଇଁ ଏତେ ସୁନ୍ଦର ସୁବିଧା ଦିଆଯାଉଛି ଯେ ମଣ୍ଡଳୀ ଉପାସନାକୁ ଯିବା ପାଇଁ। କହିବେ ବେଶୀ ବର୍ଷା ହେଇଗଲା ଯାଉନାହାନ୍ତି, ଖରା ହେଇଗଲା ଲୋକ ଯାଉନାହାନ୍ତି, ଦୂର ହେଇଗଲା ଲୋକ ଯାଉନାହାନ୍ତି। ଏଇଟା ଅଧର୍ମ ଯେତେବେଳେ ବୃଦ୍ଧି ପାଇବ, ଲୋକମାନଙ୍କର ଏଇ ପ୍ରେମ ଗୁଡିକ ଶିଥିଳ ହେଇଯିବ। ଯେତେବେଳେ ଆଜିକୁ ପାଖାପାଖି ଗୋଟିଏ 17 ବର୍ଷ ତଳେ କି 18 ବର୍ଷ ତଳେ ମୁଁ ନୂଆ ନୂଆରେ ପରିତ୍ରାଣ ପାଇଥିଲି। ସେଇ ସମୟରେ ମୁଁ ଗୋଟେ ମିଟିଂରେ ବସିଥିଲି, ପବ୍ଲିକ ସ୍କୁଲରେ ଗୋଟେ ମିଟିଂ ଚାଲିଥିଲା। ଆଉ ସେହି ମିଟିଂରେ ଯେତେବେଳେ ବସିଥିଲି, ପ୍ରଭୁଙ୍କ ଦାସ ପି ସାଲବମ ସେ ପ୍ରଚାର କରୁଥିଲେ, ପ୍ରକାଶିତ ପୁସ୍ତକ 2 ଅଧ୍ୟାୟରୁ ସେ ପ୍ରଚାର କରୁଥିଲେ ଯେ ତୁମେ ତୁମର ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଛ। ସେ ବୁଝେଇବାକୁ ଲାଗିଲେ, ଆଗରେ ତୁମେ ପ୍ରଭୁଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ତୁମେ କେତେ ଆତୁର ହଉଥିଲ, ପ୍ରଭୁଙ୍କ ସହିତ କଥାବାର୍ତ୍ତା ହେଇ ବାଇବଲ ପଢିବା ପାଇଁ ଏତେ ଆତୁର ହଉଥିଲ। ମାତ୍ର ଏବେ
ତୁମକୁ ଠେଲି ଠେଲି ଚର୍ଚ୍ଚ ଆଣିବାକୁ ପଡୁଛି, ଜବରଦସ୍ତି ତୁମକୁ ବାଇବଲ ପଢିବାକୁ ପଡୁଛି। ଏଇଟା ଅସୁବିଧା। ଦେଖନ୍ତୁ, ଯେତେବେଳେ ଗୋଟିଏ ପୁଅ ଆଉ ଝିଅ ମଧ୍ୟରେ ପ୍ରେମ ହେଇଯିବ, ସେତେବେଳେ ସେମାନଙ୍କର କଥାବାର୍ତ୍ତା ଏତେ ଲମ୍ବା ଲମ୍ବା କଥାବାର୍ତ୍ତା, ଫୋନ ଗରମ ହେଇଯାଉଥିବ, ଆଉ ଫୋନକୁ ଚାର୍ଜରେ ବସେଇକିନା ସେମାନେ କଥାବାର୍ତ୍ତା ହଉଥିବେ। ତା ପଛେ କିଛି ଦିନ ଯାଉ 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 ସେମାନଙ୍କ ବାହାଘର ହେଇଗଲା ପରେ ଆଉ ସେମାନେ ପରସ୍ପର ସହିତ କଥା ହେବାକୁ ମଧ୍ୟ ସମୟ ନଥିବ। ଏଟା ଯେତେବେଳେ ଏ ପ୍ରକାର ସେ ବୁଝେଇଲେ ମତେ, ସେତେବେଳେ ମୁଁ କାନ୍ଦିଲି, ପ୍ରଭୁ, ପ୍ରକୃତରେ ମୁଁ ଚର୍ଚ୍ଚ ଯାଉଛି, ବାଇବଲ ପଢୁଛି, ହେଲେ ମଧ୍ୟ ମୋର ତୁମ ପ୍ରତି ପ୍ରେମ ଶିଥିଳ ହେଇଯାଇଛି। ଆମର ପ୍ରେମଟା ପ୍ରଭୁଙ୍କ ପ୍ରତି ଶିଥିଳ ହେବାର ନାହିଁ। ଆମମାନଙ୍କୁ ଯେତେବେଳେ ଦାଉଦଙ୍କ ପରି କୁହାଯିବ, ଆସ ଆମମାନେ ସଦା ପ୍ରଭୁଙ୍କ ଗୃହକୁ ଯାଉ, ଏଇ କଥା ଯେତେବେଳେ ଲୋକମାନେ ମତେ କହିଲେ, ମୁଁ କଣ ହେଲି? ଆନନ୍ଦିତ ହେଲି, ଖୁସି ହେଲି। ସଦା ପ୍ରଭୁଙ୍କ ଗୃହକୁ ଯିବା, ଆସ ଜୁମ୍ ମିଟିଂ ଯିବା, ଆସ ମିଟିଂ ଯିବା, ଆସ ଚର୍ଚ୍ଚକୁ ଯିବା, ଏଇ ପ୍ରକାର ଲୋକମାନେ କହିଲା ବେଳେ ଯଦି ପ୍ରଭୁଙ୍କ ପ୍ରତି ଆମର ପ୍ରେମ ଥିବ, ତାହେଲେ ଆମେ କେବେ ହେଲେ ମଧ୍ୟ ପଛଘୁଞ୍ଚା ଦେବୁନି। ସମୟ ବାହାର କରିକିନା ଆମେ ଯେମିତି ହେଲେ ମଧ୍ୟ ଆମେ ସହଭାଗିତାକୁ ଆଟେଣ୍ଡ କରିବୁ। ଆଜି ଅନେକ ଜଣ ଯୋଉ କହୁଛନ୍ତି ଆଜି ତାଙ୍କେ ପ୍ରଚାର କରିବେ ନା, ତାଙ୍କ ବାକ୍ୟ ମତେ ଭଲ ଲାଗିବ ନାହିଁ, ଏଇଟା ମିଛ କଥା। ସେ ଲିଡ୍ କରିବେ ନା, ତାଙ୍କ ଲିଡିଂ ମତେ ଭଲ ଲାଗିବ ନାହିଁ, ଏଇଟା ମଧ୍ୟ ମିଛ କଥା। ସେମାନଙ୍କର ପ୍ରଭୁଙ୍କ ପ୍ରତି ପ୍ରେମ ଶିଥିଳ ହେଇଯାଇଛି। ଯେତେବେଳେ ପ୍ରଭୁଙ୍କ ପ୍ରତି ଆମର ପ୍ରେମ ଶିଥିଳ ହେଇଯାଏ, ସେତେବେଳେ ଆମକୁ ସହଭାଗିତା ଯିବାକୁ ଇଚ୍ଛା ଲାଗେ ନାହିଁ। ଯେତେବେଳେ ପ୍ରଭୁଙ୍କ ପ୍ରତି ଆମର ପ୍ରେମ ଉତ୍ତପ୍ତ ଥାଏ, ସେଇ ସମୟରେ ଆମେ ଦୂରତା ଦେଖିବୁ ନାହିଁ, ଟାଇମ ଦେଖିବୁ ନାହିଁ, ଯୋଉ ସମୟରେ ମଧ୍ୟ ଆମେ ଯିବୁ। ସେଥିପାଇଁ କହିବା ପାଇଁ ଚାହେଁ ଯେ ଶେଷ ସମୟରେ ଭୀଷଣ ସମୟ କୋଉଟା? ଆମ ଭିତରେ ଯୋଉ ବିଷୟ ଗୁଡିକ ପଶିଯିବ, ଆମମାନଙ୍କର ଆତ୍ମପ୍ରିୟ, କେବେ ମଧ୍ୟ ଆତ୍ମପ୍ରିୟ ହେବା କଥା ନୁହେଁ, ଏଇଟା ମନେ ରଖନ୍ତୁ। କେବେ ମଧ୍ୟ ଧନ ପ୍ରେମ ହେବା କଥା ନୁହେଁ, ବିଳାସ ପ୍ରେମ ହେବା କଥା ନୁହେଁ। ଆମେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ସବୁବେଳେ ପ୍ରଭୁ ପ୍ରେମୀ ହେବାର ଆବଶ୍ୟକ ରହିଛି। ଅଧର୍ମ ବଢିଲେ ସବୁ କମେ, ଚର୍ଚ୍ଚ ଯିବାଟା ବନ୍ଦ ଆମେ କରିଥାଉ। ପଢିବା ଆଉ ଗୋଟେ ପଦ, ଆଉ କଣ ହୁଏ ଯେତେବେଳେ ଶେଷ ସମୟରେ ଭୀଷଣ ସମୟ ମୁଁ ଆପଣମାନଙ୍କୁ କହୁଛି। ସେଇ ଦ୍ୱିତୀୟ ତିମୋଥୀ ପୁସ୍ତକ 4 ଅଧ୍ୟାୟ, ଏହାର 2 ପଦରୁ ପଢିବେ। ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଧମକ ଓ ଉତ୍ସାହ ଦାନ କର। ଏଇ ସବୁ ଜାଗାକୁ ବାଳକ ପ୍ରଚାରକ ମାନଙ୍କୁ କରିବାକୁ ପଡିବ। ଏଇଟା ହଉଛି ଆମର ଦାୟିତ୍ୱ। ଏଇଟା କାହିଁକି କରିବାକୁ ପଡିବ? ତା 3 ପଦ ଲେଖା ହଉଛି, କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ଦେଖନ୍ତୁ ଟିକେ ମାତ୍ର ରହିବା ଟିକେ। ହିତଜନକ ଶିକ୍ଷା ମାନେ କଣ? ପ୍ରଭୁଙ୍କୁ ପ୍ରେମ କର। ହିତଜନକ ଶିକ୍ଷା ମାନେ କଣ? ପ୍ରଭୁଙ୍କର ପଛରେ ଚାଲ। ହିତଜନକ ଶିକ୍ଷା ମାନେ କଣ? ପ୍ରଭୁଙ୍କ ପାଇଁ ଆତ୍ମା ଲାଭ କର। ହିତଜନକ ଶିକ୍ଷା ମାନେ କଣ? ନିଜକୁ ଅସ୍ୱୀକାର କର। ଯେତେବେଳେ ଏଇ ଶିକ୍ଷା ଲୋକମାନଙ୍କୁ ପସନ୍ଦ ଲାଗେ ନା, ଯଦି ମୋବାଇଲ ଧରିଛୁ, ଜଣେ ପ୍ରଚାରକ ପ୍ରଚାର କରୁଛନ୍ତି ଯେ ତୁମକୁ ଉପବାସ କରିବାକୁ ପଡିବ, ଆମେ ସ୍କିପ୍ କରିଦବୁ। ତୁମକୁ ସୁସମାଚାର ପ୍ରଚାର କରିବାକୁ ପଡିବ, ଆମେ ସ୍କିପ୍ କରିଦବୁ। ପ୍ରଭୁ ତୁମକୁ ପ୍ରେମ କରୁଛନ୍ତି କହୁ କହୁ ଆମେ ତାକୁ ଦେଖିବାକୁ ଷ୍ଟାର୍ଟ କରିଦେବୁ। ଆମେ ସେତିକିରେ ଆମେ ଜାଣିଦଉ ଯେ ଆମେ କୋଉ ପ୍ରକାର ଜୀବନ ଯାପନ କରୁଛୁ। ଯଦି ଆମକୁ ହିତଜନକ ଶିକ୍ଷା, ଯୋଉ ଶିକ୍ଷା ଦ୍ଵାରା ମୋର ମଙ୍ଗଳ ହେବ, ସେଇ ଶିକ୍ଷା ଲୋକ ଶୁଣିବା ପାଇଁ ପସନ୍ଦ କରିବେ ନାହିଁ। ଶେଷ ଦିନରେ ଯୋଉ ଶିକ୍ଷା ଆମର କାନକୁ ଭଲ ଲାଗିବ, ଯୋଉ ଶିକ୍ଷା ଆମକୁ ମିଠା ଲାଗିବ, ସେଇଟା ହଉଛି ଭୀଷଣ ସମୟ। ପ୍ରିୟମାନେ, ସେଇ ଭୀଷଣ ସମୟରୁ ଆମେ ନିଜକୁ ଆମେ ରକ୍ଷା କରିବାର ଅଛି। ଦେଖନ୍ତୁ, ଅନେକ ଲୋକର ନିଜର ମଣ୍ଡଳୀର ପାଳକଙ୍କର ଶିକ୍ଷା ଭଲ ଲାଗିବନି, ବାହାର ପ୍ରଚାରକଙ୍କ ଶିକ୍ଷା ସେମାନଙ୍କୁ ଭଲ ଲାଗିବ। ଏଇଟା ହଉଛି ଭୀଷଣ ସମୟ। ଶେଷ ସମୟର ଭୀଷଣ ସମୟ କୋଉଟା? ଯେ ଆମକୁ ହିତଜନକ ଶିକ୍ଷା, ଯୋଉ ଶିକ୍ଷା ଶୁଣିଲେ ମୁଁ ପ୍ରଭୁଙ୍କୁ ଆହୁରି ଅଧିକ ପ୍ରେମ କରିପାରିବି, ଯୋଉ ଶିକ୍ଷା ମୁଁ ଶୁଣିଲେ ନିଜକୁ ଅସ୍ୱୀକାର କରିବି, ଯୋଉ ଶିକ୍ଷା ଶୁଣିଲେ ମୁଁ କ୍ରୁଶ ବହନ କରି ଯୀଶୁଙ୍କ ପଛରେ ମୁଁ ଚାଲିପାରିବି,
ଏଇ ସବୁ ଶିକ୍ଷା ଗୁଡିକ ଆମକୁ ପସନ୍ଦ ଲାଗିବନି। ଯେତେବେଳେ ଆମକୁ ଏଇ ସବୁ ଶିକ୍ଷା ଗୁଡିକ ପସନ୍ଦ ଲାଗେ ନାହିଁ, ସେଟା ହଉଛି ବିପଦପୂର୍ଣ୍ଣ ସମୟ। ଆମେ ଏମିତି ପ୍ରାର୍ଥନା କରି ଯିବାର ଅଛି ଚର୍ଚ୍ଚକୁ, ପ୍ରଭୁ ଆଜି ମତେ କଥା କୁହ, ମୁଁ ଯାହା ଚାହୁଁଛି ତୁମେ ସେମିତି କଥା କୁହ ନାହିଁ, ତୁମେ ଯାହା ଚାହୁଁଛ ମୋ ଜୀବନରେ ସେମିତି କଥା କୁହ। ହିତଜନକ ଶିକ୍ଷା, ମତେ ହିତଜନକ ଶିକ୍ଷା ଶୁଣିବା ପାଇଁ ଦିଅ ପ୍ରଭୁ। ମତେ ଯୋଉ ଶିକ୍ଷା ମୁଁ ଶୁଣିଲେ ମୋର ମଙ୍ଗଳ ହେବ, ମୋର ଉପକାର ହେବ, ଏମିତି ଶିକ୍ଷା ଆମକୁ ଶୁଣିବା ପାଇଁ ପ୍ରଭୁ ମନୋନୀତ କରିଛନ୍ତି। ଲେଖା ଯାଉଛି, କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ଶୁଣିବେ ନାହିଁ, କଥା ନାହିଁ, ସହ୍ୟ କରିପାରିବେ ନାହିଁ। ଲୋକମାନଙ୍କୁ ସେ ଶିକ୍ଷା ଗୁଡିକ ଖରାପ ଲାଗେ। ଯେତେବେଳେ ଯୀଶୁଖ୍ରୀଷ୍ଟ ତାଙ୍କୁ ଶିଖେଇଲେ, ଏଠି ପଦ ପଢିବା ମୋ ସହିତ ଆପଣ ଫିଟେଇବେ। ଯୋହନ ଲିଖିତ ସୁସମାଚାର 6 ଅଧ୍ୟାୟ 59 ରୁ ପଢିବା। ସେ କଫରନାହୁମର ଗୋଟିଏ ସମାଜ ଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ। ଅତଏବ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣିପାରେ? କି କଥା? କିନ୍ତୁ ଯୀଶୁଙ୍କର ଶିକ୍ଷା ଘୃଣାଜନକ ଶିକ୍ଷା। ଯୀଶୁଙ୍କର ଶିକ୍ଷା, ଅନ୍ୟ କାହାର ଶିକ୍ଷା ନାହିଁ। ଯୀଶୁଙ୍କର ଶିକ୍ଷାକୁ ମଧ୍ୟ ସେମାନେ କହିଲେ ଏ ଘୃଣାଜନକ ଶିକ୍ଷା, ଏହା କିଏ ଶୁଣିପାରେ? ଏଟା କିଏ କହୁଛନ୍ତି? ଏଟା ବାହାର ଲୋକରେ। ଲେଖା ଯାଉଛି, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, ଏହା କିଏ ଶୁଣିପାରେ? ଏତେ ଦୁଃଖର ବିଷୟ। ସେମାନେ ଯୀଶୁଙ୍କର ଶିକ୍ଷା ତାଙ୍କେ ପ୍ରଥମେ ବହୁତ ସୁନ୍ଦର ଆହୁରି ବହୁତ ମିଠା ମିଠା କଥା ଗୁଡିକ ଯୀଶୁ ପ୍ରଚାର କଲେ। ତା ପଛେ ଟିକେ ସେ ଟାଣ କଥା ପ୍ରଚାର କରିଦେଲେ, ଗଭୀର କଥା ପ୍ରଚାର କରିଦେଲେ। ସେତେବେଳେ ଲୋକମାନେ ତାଙ୍କର ଶିକ୍ଷାକୁ କହିଲେ, ଏଇ ଶିକ୍ଷା ଘୃଣାଜନକ ଶିକ୍ଷା। ପ୍ରିୟମାନେ, ସବୁବେଳେ ମନେ ରଖିବେ, ଯେତେବେଳେ ମିଟିଂ ସରିବ, ମିଟିଂ ସରିଲା ପରେ ଲୋକମାନେ ଯେତେବେଳେ ଆସି କହିବେ, ସାବାସ ଆଜ୍ଞା, କି ପ୍ରଚାର କଲେ, କହିଲେ ସେ ପ୍ରଚାର ଠିକ ନାହିଁ। ଯେତେବେଳେ ଲୋକ ଆସି କହିବେ ଆମର ପ୍ରଭୁ କେତେ ମହାନ, ସେ କଥା ଯେତେବେଳେ କହିବେ, ସେଇ ଶିକ୍ଷା ଭଲ। ଲୋକମାନେ ପ୍ରଚାର ସରିଲା ପରେ ଜୁମ ରେ ମଧ୍ୟ କହୁଛନ୍ତି, ଆଜିର ଶିକ୍ଷା ବହୁତ ବଢିଆ ଥିଲା, ଭୟଙ୍କର ଶିକ୍ଷା ଥିଲା। ପ୍ରଭୁଙ୍କର ଶିକ୍ଷା ସବୁ ଭଲ, ମାତ୍ର ଆଜିର ପ୍ରଚାରରେ ପ୍ରଭୁଙ୍କୁ ଭୟଙ୍କର ଭାବରେ ଜାଣିପାରିଲି, ପ୍ରଭୁଙ୍କୁ ଭୟଙ୍କର ଭାବରେ ଦେଖିପାରିଲି, ପ୍ରଭୁଙ୍କର ପ୍ରେମକୁ ମୁଁ ଜାଣିପାରିଲି, ପ୍ରଭୁଙ୍କର ଅନୁଯୋଗକୁ ମୁଁ ଜାଣିପାରିଲି। ସେଇଟା ହଉଛି ହିତଜନକ ଶିକ୍ଷା। ଯେତେବେଳେ ହିତଜନକ ଶିକ୍ଷା ଆସେ, ଲୋକଙ୍କୁ ଘୃଣା ଲାଗେ, ପସନ୍ଦ ଲାଗେ ନାହିଁ। ପ୍ରିୟମାନେ, ଆଜି ମଧ୍ୟ ଲୋକମାନେ ଜୁମ ମିଟିଂ ରେ କଣ ପାଇଁ ବସୁଛନ୍ତି, ଚର୍ଚ୍ଚରେ କଣ ପାଇଁ ବସୁଛନ୍ତି? ଯେ ମୋର ସମସ୍ୟାର ସମାଧାନର କଥା କହିବେ, ମୋର ଦୁଃଖ ଦୂର ହେବାର କଥା କହିବେ। ଏଇ ସବୁ ଯାକ ଶିକ୍ଷା ଶୁଣିବା ପାଇଁ ଲୋକମାନେ ଅଛନ୍ତି। ଆମେ କଣ ଶିକ୍ଷା ଶୁଣିବା? ହିତଜନକର ଶିକ୍ଷା, ଯୋଉ ଶିକ୍ଷା ଆମକୁ ଆହୁରି ଅଧିକ ଖ୍ରୀଷ୍ଟଙ୍କ ପରି କରିବ, ଯୀଶୁଙ୍କ ପରି କରିବ, ଆହୁରି ଅଧିକ ପ୍ରଭୁଙ୍କୁ ପ୍ରେମ କରିବା ପାଇଁ ଇଚ୍ଛା ଲାଗିବ। ଆମକୁ ଏଇ ପ୍ରକାର ଶିକ୍ଷା ଆମକୁ ଶୁଣିବାର ଅଛି। ସେଇ ଶିକ୍ଷା ହଉଛି ପ୍ରଭୁଙ୍କର ଶିକ୍ଷା। ଯେତେବେଳେ ପ୍ରଭୁ ସେଇ ଶିକ୍ଷା ଦେଲେ, ସେମାନେ କହିଲେ, ଏ ଘୃଣାଜନକ ଶିକ୍ଷା କିଏ ଶୁଣିପାରେ? ଯୀଶୁଙ୍କର ଶିକ୍ଷା କଣ ଘୃଣାଜନକ କି? ମାତ୍ର ପିତର ଯୋହନକୁ, ପିତର କଣ କହୁଛନ୍ତି ଯେ ଯେତେବେଳେ ସେମାନେ ଶୁଣିଲା ପରେ, ଏ 66 ପଢିବା ଆମେ 66। ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରି ଗଲେ, ପୁଣି ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ। ଏ ଦେଖନ୍ତୁ, ଏଇଟା ହେଲା 6 ଅଧ୍ୟାୟ। 6 ଅଧ୍ୟାୟରେ ଗୋଟେ 6, ତା ପଛେ ଆହୁରି ଗୋଟେ ପଦ କେତେ? 66, ମାନେ କେତେ ହେଲା? 666। ଏଟା ହଉଛି 666 ପଦ। ଏଟା ଏଠି ମନେ ରଖନ୍ତୁ। ଏଟା ଯାହାକୁ 666 ମୁଦ୍ରା ଲାଗିଗଲା, ସେ ବ୍ୟକ୍ତି ଯୀଶୁଙ୍କ ସହିତ ଆଉ ଚାଲିପାରିବ ନାହିଁ।
ଯୀଶୁଙ୍କ ସହିତ ଗମନାଗମନ କରିପାରିବ ନାହିଁ। ଯୀଶୁଙ୍କ ଶିକ୍ଷା ଘୃଣା ଲାଗିବ, ଯୀଶୁଙ୍କର ଶିକ୍ଷା ଆଉ ହିତଜନକ ଶିକ୍ଷା ଲାଗିବ ନାହିଁ। ଏଇଟା ହେଲା ସେ 666 ଶିକ୍ଷା। ଯେତେବେଳେ 666 ଲାଗିଗଲା, ଲୋକ ପଛକୁ 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 ଯିବେ। ପ୍ରିୟମାନେ, ଆଜିକାଲି ଲୋକ ଯୋଉ ଶିକ୍ଷା ଶୁଣୁଛନ୍ତି ଯୀଶୁଙ୍କ ଆଡକୁ ଯାଉନାହାନ୍ତି, ଯୀଶୁଙ୍କ ଠାରୁ ଦୂରକୁ 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 ଯାଉଛନ୍ତି। ଲୋକମାନଙ୍କ ଜୀବନ ଦେଖନ୍ତୁ, ସେମାନେ ଖ୍ରୀଷ୍ଟଙ୍କ ଠାରୁ କେତେ ଦୂରରେ ଅଛନ୍ତି। ଚର୍ଚ୍ଚ ଯାଉଛନ୍ତି, ମାତ୍ର ଖ୍ରୀଷ୍ଟଙ୍କ ସହିତ ତାଙ୍କର ସମ୍ପର୍କ ନାହିଁ। କାହିଁକି? ସେମାନେ ଯୋଉ ଶିକ୍ଷା ଶୁଣୁଛନ୍ତି, ସେ ଶିକ୍ଷା ତାଙ୍କୁ ଧୀରେ 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 ଖ୍ରୀଷ୍ଟଙ୍କ ଠାରୁ ଦୂରକୁ ନଉଅଛି। ସେଇ ସମୟ ଠାରୁ ସେମାନେ ଆଉ ଯୀଶୁଙ୍କ ସହିତ ଗମନାଗମନ କଲେ ନାହିଁ, ଯୀଶୁଙ୍କ ସହିତ ଚଲାବୁଲା କଲେ ନାହିଁ, ଯୀଶୁଙ୍କ ସହିତ ବସା ଉଠା କଲେ ନାହିଁ। ଆଜିଠାରୁ ଯୀଶୁଙ୍କ ସହିତ ଆମର କିଛି ସମ୍ପର୍କ ନାହିଁ। ଏଇ ପ୍ରକାର ସମ୍ପର୍କ ଯୀଶୁଙ୍କ ସହିତ କାଟିଦେଲି। କାହିଁକି? 666 ଲାଗିଗଲା। ତାପରେ ତଳେ ଯୀଶୁ କଣ କହୁଛନ୍ତି? ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, ହୁଁ, ତୁମ୍ଭେମାନେ ମଧ୍ୟ କଣ ଚାଲିବାକୁ ଇଚ୍ଛା କରୁଅଛ? ତୁମେ ମାନେ ମଧ୍ୟ କଣ ଚାଲିଯିବାକୁ ଇଚ୍ଛା କରୁଅଛ? ହଁ, ମାତ୍ର ସେଇ ସମୟରେ କଣ କହୁଛନ୍ତି? ସିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି। ପିତର ବୁଝି ପାରିଲେ ନାହିଁ ବାକ୍ୟ। ମୁଁ ଭଲ ଭାବରେ ଜାଣେ, ହେଲେ ମଧ୍ୟ ସେ ଯୀଶୁଙ୍କୁ ବୁଝିଛନ୍ତି। ବାକ୍ୟ ନ ବୁଝି ପାରିଲେ କଣ ହେଲା, ସେ ଯୀଶୁଙ୍କୁ ବୁଝିଛନ୍ତି। ପ୍ରଭୁ, କାହା ପାଖକୁ ଯିବା? ଯୋଉ ପିତରଙ୍କୁ ଯୀଶୁ ଶୈତାନ ବୋଲି କହିଥିଲେ, ସେଇ ପିତର ଏବେ କହୁଛନ୍ତି, ପ୍ରଭୁ, କାହା ପାଖକୁ ଯିବା? ତୁମର ଶିକ୍ଷା ଯେତେ ବାଧୁ, ଯେତେ କାଟୁ, ତୁମେ ଯେତେ ଆମକୁ ଅନୁଯୋଗ କର, ଆମେ ତୁମକୁ ଛାଡି ଆମେ କାହା ପାଖକୁ ଯାଇପାରିବୁ ନାହିଁ। କାରଣ ତୁମ ପାଖରେ ହିଁ ଅନନ୍ତ ଜୀବନର ବାକ୍ୟ ଅଛି। ପ୍ରିୟମାନେ, ଆଜି ଆମକୁ ଅନନ୍ତ ଜୀବନର ବାକ୍ୟ ଦେବାର ପ୍ରଚାରକ କିଏ ଅଛନ୍ତି, ସେଇଟା ଆମେ ଖୋଜିବାର ଆବଶ୍ୟକ ରହିଛି। ଭୀଷଣ ସମୟ ଉପସ୍ଥିତ, ଆଉ ଏଇ ଭୀଷଣ ସମୟରେ ଆମକୁ କାହାର ପ୍ରଚାର ଯୀଶୁଙ୍କ ପଛରେ ଚାଲିବା ପାଇଁ ଆମକୁ ପ୍ରେରଣା ଦଉଛି? କାହାର ପ୍ରଚାର ଈଶ୍ୱରଙ୍କୁ ଆହୁରି ଅଧିକ ପ୍ରେମ କରିବା ପାଇଁ ଆମକୁ ପ୍ରେରଣା ଦଉଛି? କାହାର ପ୍ରଚାର ଆମକୁ ଉପବାସ କରିବା ପାଇଁ ଆମକୁ ପ୍ରେରଣା ଦଉଛି? ସେଇ ପ୍ରକାର ସେବକ ମାନଙ୍କର ପ୍ରଚାର ଆମମାନଙ୍କୁ ଶୁଣିବାର ଆବଶ୍ୟକ ରହିଛି। ସମସ୍ତଙ୍କର ପ୍ରଚାର ଆମେ ଶୁଣିଲେ ଆମେ ପ୍ରଭୁଙ୍କ ପଛରେ ଆମେ ଚାଲିପାରିବୁ ନାହିଁ। ବାପ୍ତିଜିକ ଯୋହନ ଯେତେବେଳେ ପ୍ରଚାର କଲେ, ଏହି ଦେଖ ଈଶ୍ୱରଙ୍କର ମେଷ ଶାବକ, ଯେ ଜଗତର ପାପ ଭାର ବୋହି ନେଇ ଯାଉଛନ୍ତି। ସେ କହିଲେ, ଏଇଟା ଦେଖ, ଏଇଟା ଇଂଲଣ୍ଡ ଯିବା ପାଇଁ, ଆମେରିକା ଯିବା ପାଇଁ ଭିସା ଦେବେ ଆଙ୍କେ ବୋଲି ତାଙ୍କର ପଛରେ ଯାଉନାହାନ୍ତି। ଏ ଦେଖ କାର ଦେବେ ବୋଲି କହିଲେ ନାହିଁ। ଏ ଦେଖ ତୁମକୁ ମିରାକଲ୍ସ କରାଇବେ ବୋଲି କହିଲେ ନାହିଁ। ସେ କଣ ଶିକ୍ଷା ଦଉଛନ୍ତି? ଏ ତୁମର ପାପ ଭାର ବୋହି ନେବେ, ତୁମ ସବୁ ପାପରୁ ଉଦ୍ଧାର କରିବେ। ଏଇ ଶିକ୍ଷା ଦେଲେ। ଆଜିର ଶିକ୍ଷା କୋଉଟା ଅଛି? ହିତଜନକ ଶିକ୍ଷା ନାହିଁ। ଆଜି ଦେଖନ୍ତୁ, ଅନେକ ଶିକ୍ଷା ଗୁଡିକ ଏଇ ପାର୍ଥିବ ବିଷୟର ଶିକ୍ଷା ଗୁଡିକ ରହିଛି। ଯୋଉ ଶିକ୍ଷା ଶୁଣି ସ୍ୱାମୀ ସ୍ତ୍ରୀର ଗଣ୍ଡଗୋଳ କମୁନାହିଁ, ଯୋଉ ଶିକ୍ଷା ଶୁଣି ବଚସା କରିବାଟା ଛାଡୁନାହାନ୍ତି, ଯୋଉ ଶିକ୍ଷା ଶୁଣି ଲୋକମାନଙ୍କୁ ପାପ ପାପ ପରି ଲାଗୁନାହିଁ। ଜଣେ ଲୋକ ଜୁମ୍ ମିଟିଂରେ ବସୁଛନ୍ତି, ପାପକୁ ଘୃଣା କରିପାରୁନାହାନ୍ତି। ଅସୁବିଧା ବିଷୟ। ସେଥିପାଇଁ ସମୟ, ଏମିତି ସମୟ ଆସିଛି ଯୋଉ ସମୟରେ କି ଲୋକମାନେ ହିତଜନକ ଶିକ୍ଷା, ଏଟା ଏତିକି ମନେ ରଖିବେ, କାହାର ଶିକ୍ଷା ଆମକୁ ହିତଜନକ ଲାଗୁଛି। ଯୋଉ ଶିକ୍ଷା ଶୁଣିଲା ପରେ ମୁଁ ଆହୁରି ଅଧିକ ଯୀଶୁଙ୍କ ପରି ବଞ୍ଚିବା ପାଇଁ ମତେ ଆଗ୍ରହ ଲାଗୁଛି, ସେଇଟା ହେଲା ହିତଜନକ ଶିକ୍ଷା। ସେଇ ଶିକ୍ଷା ଲୋକ ଶୁଣିବେ ନାହିଁ। ମାତ୍ର କଣ ଲେଖାଯାଉଛି? ଆମର ପଢିବା 4 ଅଧ୍ୟାୟର 3 ପଦ, 2 ତିମୋଥୀ। କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ କରିବେ ନାହିଁ, ନାହିଁ, ମାତ୍ର ଶ୍ରୁତି ମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷ ଅନୁସାରେ ଆପଣମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ। ଶେଷ ଦିନର ଆଉ ଗୋଟିଏ ବଡ ବିପଦ କଣ? ଜଣେଙ୍କ ଠାରେ ସନ୍ତୁଷ୍ଟ ହେବେ ନାହିଁ। ଏଇଟା ଗୋଟେ ବହୁତ ବଡ ବିପଦ। ଆର ଶୁଣୁଥିବେ, ତାର ଶୁଣୁଥିବେ, ତାର ଶୁଣୁଥିବେ, ତାର ଶୁଣୁଥିବେ। ଏଇଟା ଭାବୁଛନ୍ତି ଆମେ ଗୋଟେ 15 ପ୍ରକାର ପ୍ରଚାରକଙ୍କ ଠାରୁ ଶୁଣିଲେ ଆମେ ଆତ୍ମିକ ହେଇଯିବା। ଏତିକି ମନେ ରଖନ୍ତୁ, ଆପଣ ଘାଣ୍ଟ ତରକାରୀ ହେଇଯିବେ। ଜଣେ ଏଇଟା କହୁଥିବ, ଜଣେ ସେଇଟା କହୁଥିବ, ଜଣେ ସେଇଟା କହୁଥିବ, ଆପଣ କୁଆଡେ ଯିବେ ଆପଣ ଜାଣିପାରିବେ ନାହିଁ।
ସେଥିପାଇଁ ଆପଣ ସିଲେକ୍ଟ କରନ୍ତୁ ଜଣେ ବା ଦୁଇ ଜଣଙ୍କୁ କାହାଠାରୁ ଆପଣ ଶିକ୍ଷା ଶୁଣିବେ। ଆପଣ ଠିକ ଲୋକଙ୍କୁ ଯଦି ଆପଣ ସିଲେକ୍ଟ କରିକିନା ଜଣେ ଦୁଇଟା ପ୍ରଚାରକ ଠାରୁ ଶୁଣିବେ, ତାହେଲେ ଆପଣଙ୍କୁ ଠିକରେ ଆପଣଙ୍କୁ କଢେଇ ନେବେ। ମୁଁ ମଧ୍ୟ ଇଆଡେ ସିଆଡେ ଶୁଣିବି, ମୁଁ ମଧ୍ୟ ଘାଣ୍ଟ ତରକାରୀ ପରି ହେଇଯିବି। ଏଟାକୁ ହଁ ବୋଲଥିବି, ସେଟାକୁ ହଁ ବୋଲଥିବି, ଏଟାକୁ ନାହିଁ ବୋଲଥିବି, ସେଟାକୁ ନାହିଁ ବୋଲଥିବି, ସେଟା ଅସୁବିଧା ସେଇଟା। ସେଥିପାଇଁ ଅନେକ ଶିକ୍ଷକ, ଯୋଉ ଶିକ୍ଷକ ମାନଙ୍କର ଶିକ୍ଷା ଆମର କାନକୁ ଶୁଣିବାକୁ ଆମକୁ ଭଲ ଲାଗୁଛି, ଆମକୁ ସେଇ ଶିକ୍ଷା ଗୁଡିକକୁ ଶୁଣି ଆମେ ଆତ୍ମିକ ଜୀବନରେ ବଢି ପାରିବା ନାହିଁ। ଆଜି ଖ୍ରୀଷ୍ଟିଆନ ସମାଜରେ ଏତେ ଛାଡପତ୍ର କାହିଁକି ହଉଛି କୁହନ୍ତୁ? ମଣ୍ଡଳୀ ସହଭାଗିତାରେ ତମେ ଯାଉଛ, ହେଲେ ମଧ୍ୟ ଛାଡପତ୍ରର ସଂଖ୍ୟା ଦିନକୁ ଦିନ ବଢୁଛି କାହିଁକି? ମଣ୍ଡଳୀରେ ହିତଜନକ ଶିକ୍ଷା ନାହିଁ। ପ୍ରିୟମାନେ, ଆଜି ଯଦି ଚର୍ଚ୍ଚରେ କାହାକୁ ଗୋଟିଏ ଚୂନ ମାରିବା ପାଇଁ ଦାୟିତ୍ୱ ଦିଆଯିବ, ତାହେଲେ ଚୂନ ଯଦି 20,000 ଟଙ୍କାର ମାରିଲା, ତାହେଲେ ସେ 25,000 ଟଙ୍କାର ବିଲ୍ କରିକିନା 5,000 ଟଙ୍କା ଖାଇବ, ଆଉ 25,000 ଟଙ୍କା ଦେଖେଇବ ସେ। କାହିଁକି ସେମିତି ହଉଛି? ପ୍ରଭୁଙ୍କର ପଇସା ତୁମେ ଖାଉଛ, ତୁମେ ଏଇଟା ଅସୁବିଧା। ଏଇଟା କାହିଁକି ସେମାନେ ହିତଜନକ ଶିକ୍ଷା ଶୁଣୁନାହାନ୍ତି, ଶ୍ରୁତି ମଧୁର ଶିକ୍ଷା। ଅନେକ ଜଣ କହିବେ, ଆଜ୍ଞା ଦୟାକରି ପାପ ବିଷୟରେ ପ୍ରଚାର କର ନାହିଁ, ପରମେଶ୍ୱରଙ୍କ କ୍ରୋଧ ବିଷୟରେ ପ୍ରଚାର କର ନାହିଁ, ନର୍କ ବିଷୟରେ ପ୍ରଚାର କର ନାହିଁ, ତୁମେ କେବଳ ପଜିଟିଭ ଥିଙ୍ଗ କୁହ ତୁମେ। ହେଲେ କେମିତି ଲୋକମାନେ ପାପ ଛାଡିବେ? ପ୍ରିୟମାନେ, ଯୀଶୁ ଖ୍ରୀଷ୍ଟ ଅଧିକ ପାପ ବିଷୟରେ ପ୍ରଚାର କଲେ। ଆଜି ଅନେକ ଲୋକ ନାହିଁ, ପାପ ବିଷୟରେ ତୁମେ କୁହ ନାହିଁ। ପାପ ବିଷୟରେ ନ କହିଲେ ଲୋକମାନେ ପାପ କେମିତି ଛାଡିବେ? ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ଆମମାନେ ହିତଜନକ ଶିକ୍ଷା କିଏ ଦଉଛନ୍ତି, କାହାର ଶିକ୍ଷା ଶୁଣିବା ଦ୍ୱାରା ଆମ ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ମଜବୁତ ହଉଛି, କାହାର ଶିକ୍ଷା ଶୁଣିବା ଦ୍ୱାରା ମୋ ସ୍ତ୍ରୀ ପ୍ରତି ମୁଁ ବିଶ୍ୱସ୍ତ ହଉଛି, ମୋ ସ୍ୱାମୀ ପ୍ରତି ମୁଁ ବିଶ୍ୱସ୍ତ ହଉଛି। ଏଇ ସବୁ ଶିକ୍ଷା ଗୁଡିକକୁ ଆମେ ଠିକ ବକ୍ତାଙ୍କ ଠାରୁ ଶୁଣିବା, ତାହେଲେ ଆମେ ଠିକ ହେବା। କାରଣ ଭୀଷଣ ସମୟ ଉପସ୍ଥିତ, ଲୋକମାନେ ପ୍ରଚଣ୍ଡ ହେଇଯିବେ, ଆତ୍ମପ୍ରିୟ ହେଇଯିବେ, ଲୋକମାନେ ଦାମ୍ଭିକ ହେଇଯିବେ। এই ভীষণ সময়, তাড়না ভীষণ সময় নেই, ভূমিকম্প, যুদ্ধ, মহামারী, এইটা ভীষণ সময় নেই। এটা চর্চକୁ নষ্ট କରିବ ନାହିଁ। ଚର୍ଚ୍ଚକୁ କୋଉଟା ନଷ୍ଟ କରିବ? ଆତ୍ମପ୍ରେମ ନଷ୍ଟ କରିବ। ଚର୍ଚ୍ଚକୁ କୋଉଟା ନଷ୍ଟ କରିବ? ଧନ ଲୋଭ ନଷ୍ଟ କରିବ। ଚର୍ଚ୍ଚକୁ କୋଉଟା ନଷ୍ଟ କରିବ? ବିଳାସ ନଷ୍ଟ କରିବ। ଆଉ ଏଇ ସବୁ ପ୍ରେମ ଠାରୁ ଆମକୁ ଦୂରକୁ ରହିବାର ଅଛି। ପ୍ରିୟମାନେ, ଗୋଟେ ଚର୍ଚ୍ଚକୁ ଆମେ ଯାଉଥିଲୁ, ସେଇ ଚର୍ଚ୍ଚରେ ତାଙ୍କ ଅନେକ ପୁଅ ଝିଅ ମାନେ ଗୀତ ଶିଖିଥିଲେ। ଗୋଟେ ପୁଅ ଝିଅକୁ ଗୀତ ନ ଦେବାରୁ ପାଷ୍ଟରକୁ ବହୁତ ଗାଳି କଲେ, ଭୟଙ୍କର ଗାଳି କରୁଛନ୍ତି। ଏମିତି ଚର୍ଚ୍ଚ ଗୁଡିକରେ ଏମିତି ମଧ୍ୟ ରହିଛି, ମୋର ପୁଅକୁ କାହିଁକି ଗୀତ ଗାଇବାକୁ ଦେଲ ନାହିଁ, ମୋର ଝିଅକୁ କାହିଁକି ଗୀତ ଗାଇବାକୁ ଦେଲ ନାହିଁ। ଠିକ ଅଛି ଆଜ୍ଞା, ଏବେ ଦେଇନାହାନ୍ତି, ନେକ୍ସଟ ଟାଇମ ଦେବେ। ସମସ୍ତେ କିଏ ଗାଆନ୍ତୁ ନ ଗାଆନ୍ତୁ, ମୋର ପୁଅ ଗାଇବାର ଅଛି, ମୋର ଝିଅ ଗାଇବାର ଅଛି। ଏଇଟା କୁଆଡର ବିଷୟ ଗୁଡିକ? ଏଇଟା ଏଥିପ୍ରତି ଆମକୁ ସାବଧାନ। ମତେ ସାକ୍ଷ୍ୟ କହିବାକୁ ଦେଲ ନାହିଁ, ମୁଁ ମଧ୍ୟ କହିଥାନ୍ତି, ତୁମେ ଏମିତି କରିଦେଲ। ଏଇ ଭୀଷଣ ସମୟ ଗୁଡିକ ପଳେଇ ଆସିଛି। ସେଥିପାଇଁ ସେ ଆମମାନଙ୍କୁ କହୁଛନ୍ତି, ଚାରିପଦ ଟିକେ ପଢିବା। ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ଆଜି ଲୋକ, ଆମେ ଛୋଟ ଥିଲା ବେଳେ ଆମକୁ ବହୁତ କାହାଣୀ ଶୁଣିବାର ବହୁତ ଅଭ୍ୟାସ ଅଛି। ଭୂତ ଥିଲା ବୋଲେ ଏମିତି ଦେଖୁଥିବ ଆମେ, ହଁ ଅମୁକ ଥିଲା ସମୁକ ଥିଲା, ଆମକୁ କାହାଣୀ ଶୁଣିବାର ବହୁତ ଇଚ୍ଛା। ଯଦି କୋଉ ପ୍ରଚାରକ ଗୋଟେ କହିଦେବେ, ହଁ ମୁଁ ଆମେରିକା ଯାଇଥିଲି ପ୍ଲେନରେ ବସିକିନା, ବୋଲେ ଲୋକ ଓ ଆମେରିକା ପ୍ଲେନରେ ଏକା ବସିଯିବେ, ବସ୍ ତ ଆମେରିକାକୁ ଯାଉନାହିଁ ନା, ପ୍ଲେନରେ ଏକା ଯିବେ। ଆଉ ସେଠି ଗଲା ପରେ ମତେ ଏତେ ବଡ ସଲ୍ ଗୋଟେ ଦେଲେ, ବହୁତ ବଢିଆ କଥା। ସୁନାର ମୁଦି ଗୋଟେ ଦେଲେ ମତେ, ବହୁତ ଭଲ କଥା। ଏଇଟା ଶୁଣିବା ପାଇଁ ଆସିଛୁ କି ଆମେ? କୁହନ୍ତୁ, ଏଇଟା ଶୁଣିବାକୁ ଆସିଛୁ? ଆଜି ଆମେ ବିରିୟାନୀ କରିଥିଲୁ, ଆଉ ବିରିୟାନୀ ଆମ ସ୍ତ୍ରୀ ବହୁତ ଥିଲା, ହେଲେ ଆମକୁ ତ ନାହିଁ ନା, ଆପଣ ମାନେ ଖାଇଲେ ସେଇଟା, ହେଲେ ଆମକୁ କାହିଁ କହୁଛ ସେଇଟା? ଲୋକଙ୍କୁ କାହାଣୀ ଶୁଣିବାକୁ ବହୁତ ଇଚ୍ଛା। ସେଇଟା କଳ୍ପିତ କାହାଣୀ ପ୍ରତି ଷ୍ଟୋରି। ମୁଁ ରାତିରେ ଶୋଇଥିବା ସମୟରେ ଗୋଟେ ସ୍ୱପ୍ନ ମୁଁ ଦେଖିଲି। ମୁଁ କହେ, ତୁମର ସ୍ୱପ୍ନ ତୁମ ସ୍ତ୍ରୀକୁ କୁହ,
ଆମେ ସ୍ୱପ୍ନ ଶୁଣିବା ପାଇଁ ଏଠି ଆସିନାହୁଁ, ବାକ୍ୟ ଶୁଣିବା ପାଇଁ ଆସିଛୁ। ତୁମେ ସ୍ତ୍ରୀ ଆଉ ସ୍ୱାମୀ ସ୍ତ୍ରୀ ବସା ବସି ହୁଅ, ଶୁଣିଲ କି ମୋ ରାତିରେ ମୁଁ ସ୍ୱପ୍ନ ଦେଖିଲି, ହଁ ତୁମେ ପୁଣି ବହୁତ ସୁନ୍ଦର ଦିଶୁଥିଲ, ସେଟା ତୁମ ସ୍ତ୍ରୀଙ୍କୁ କୁହ। ସେଟା ସେଇଟା ଆମକୁ କହିଲେ କଣ ହେବ? ସେଟା ଲୋକ କାହାଣୀ କଣ ଶୁଣିଲ, ଭିକାର କହିଲେ ଆଜ୍ଞା, କଣ କହିଲେ କିଛି ଜଣା ନାହିଁ ସେଟା। ଏବେ ଦେଖନ୍ତୁ, ଏବେ ଏ ମିଟିଂ ସରିଲା ପରେ, ଆଜି ମିଟିଂ ଯାଇଥିଲ ଆଉ ବକ୍ତା ଆସିଥିଲେ, କଣ କହିଲେ? କହିଲେ ଆଜ୍ଞା ଭୟଙ୍କର କଣ କହିଲେ ସେଟା ତ ଜାଣିବାର ଅଛି। ଆମେ ସେଥିପାଇଁ କହୁଛୁ ଶେଷ ଦିନ ମାନଙ୍କର ଭୀଷଣ ସମୟ। ଆଜି ଖ୍ରୀଷ୍ଟିଆନ ମାନେ କୋଉଟାକୁ ଭୀଷଣ ସମୟ ଭାବୁଛନ୍ତି? ତାଳନାକୁ ଭୀଷଣ ସମୟ ଭାବୁଛନ୍ତି। ତାଳନା ଭୀଷଣ ସମୟ ନାହିଁ। ଭୀଷଣ ସମୟ ହେଲା ଆତ୍ମ ପ୍ରେମ। এই ଆତ୍ମ ପ୍ରେମ ଆମକୁ ନଷ୍ଟ କରୁଛି। ଯୀଶୁ ଖ୍ରୀଷ୍ଟ କହିଲେ ଯେ ତୁମକୁ ପ୍ରେମ କରିବା ଛାଡି ପ୍ରଭୁଙ୍କୁ ପ୍ରେମ କର, ସେଇଟା ତୁମକୁ ରକ୍ଷା କରିବ। ସେଟା ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏଇଟା ହଉଛି ଶେଷ ଦିନ ମାନଙ୍କର ଭୀଷଣ ସମୟ। କେତେ ଜଣ ଅଛନ୍ତି ଚର୍ଚ୍ଚକୁ ପ୍ରେମ କରିବେ? ଚର୍ଚ୍ଚକୁ ପ୍ରେମ କରିବା ଲୋକ ବହୁତ ଅଳ୍ପ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମେ ସତ୍ୟ ବାକ୍ୟ ଆମେ ଦେଖିବାର ଅଛି। ସତ୍ୟ ବାକ୍ୟ ପ୍ରତି ମନ ଦେବେ ନାହିଁ, କଳ୍ପିତ କାହାଣୀ ପ୍ରତି କାହାର ସାକ୍ଷ୍ୟ, କାହାର ସ୍ୱପ୍ନ, କାହାର ଦର୍ଶନ କହିବେ। ସେଥିପାଇଁ ଆମେ ବାକ୍ୟ ଆମେ ତ ପ୍ରଚାର କରୁଛୁ, ଗୋଟେ ବାକ୍ୟକୁ ଧରି ପ୍ରଚାର କରୁନୁ, ପଏଣ୍ଟ ବାଇ ପଏଣ୍ଟ, ପଏଣ୍ଟ ବାଇ ପଏଣ୍ଟ, ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ ଆମେ ସବୁ ରିଫରେନ୍ସ ଦେଖେଇ ଦେଖେଇ ଆମେ କାହିଁକି କହୁଛୁ? କାରଣ ଆମେ ବାକ୍ୟ ପ୍ରଚାର କରୁଛୁ, ଆମେ କାହାଣୀ ପ୍ରଚାର କରୁନାହୁଁ। ଆମେ କେତେ ଜଣ ଅଛନ୍ତି ଗୋଟେ ବାକ୍ୟ ଧରିବେ ଆଉ ସେଇଟାକୁ ଘାଣ୍ଟି କହି 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 40 ମିନିଟ ହେଇଯିବ। ସେ ପ୍ରଚାରକ ଠାରୁ ଶୁଣିବା କଥା ନାହିଁ। ଯୋଉ ପ୍ରଚାରକ ପ୍ରତି 5 ମିନିଟକୁ ଥରେ ଗୋଟେ ରିଫରେନ୍ସ କହିବ, ସେମିତି ପ୍ରଚାରକକୁ ଶୁଣିଲେ ସେଇଟା ହେଲା ସତ୍ୟ ବାକ୍ୟ। ସେଇଟା ସତ୍ୟ ବାକ୍ୟକୁ ଆମେ ଶୁଣିବା, ଆମେ ବୋଲେ ଆମ ବହୁତ ବଢିଆ ରହିବ। ଆଉ ଗୋଟେ ପଦ ଆମେ ପଢିବା, ପିତର ପୁସ୍ତକ 2 ପିତର 3 ଅଧ୍ୟାୟ। ଏଇଟା ବିପଦପୂର୍ଣ୍ଣ ପଦ ମଧ୍ୟ ଅଟେ ଏଇଟା। ହଁ, 3 ଅଧ୍ୟାୟର 3 ପଦ ପଢିବା ଆମେ। ପ୍ରଥମେ ଏହା ଜ୍ଞାତ ହୁଅ ଯେ ଶେଷ କାଳରେ ଆପଣା ଆପଣା ଅଭିଳାଷ ଅନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ। ମାନେ ଥଟ୍ଟା ଟାପରା ଖ୍ରୀଷ୍ଟିଆନ ମାନଙ୍କୁ କରିବାଟା, ମୁଁ କହୁଛି ଅଣ ଖ୍ରୀଷ୍ଟିଆନ ମାନଙ୍କୁ ଥଟ୍ଟା ଟାପରା କଲେ ଚଳିବ। ସେଟା ଖ୍ରୀଷ୍ଟିଆନକୁ ଥଟ୍ଟା ଟାପରା କରିବ, ଖ୍ରୀଷ୍ଟିଆନକୁ ସେ ପରିହାସ କରିବ। ଚର୍ଚ୍ଚ ଆପଣ ଆସିଛନ୍ତି ନା? ଅନ୍ୟମାନେ ଚର୍ଚ୍ଚ ଆଇବେ ନାହିଁ, ଘରେ ଥିବା ଲୋକ ସେ ଚର୍ଚ୍ଚ ଯିବା ଲୋକକୁ ପରିହାସ କରିବେ। କାହିଁକି ଏତେ ପ୍ରାର୍ଥନା, କାହିଁକି ଏତେ ଉପବାସ, କାମ ଦାମ କରେ, ବିଭିନ୍ନ ପ୍ରକାର କାମ ଦାମ ନ କରିକିନା ଆମେ କରୁନାହୁଁ। ଆମେ ଯିଏ ବେଶୀ ଉପବାସ କରିବେ ତାକୁ ଥଟ୍ଟା ଟାପରା ହେବ, ଯିଏ ବେଶୀ ଚର୍ଚ୍ଚ ଯିବେ ତାକୁ ପରିହାସ କରିବେ, ଯିଏ ବେଶୀ ବାଇବଲ ପଢିବେ ତାକୁ ବେଶୀ ପରିହାସ କରିବେ। ଦେଖନ୍ତୁ, ଚର୍ଚ୍ଚରେ ଆପଣ ଠିଆ ହେଇକିନା ହାତ ଉଠେଇକିନା ଆପଣ ଟିକେ ଆରାଧନା କରନ୍ତୁ, ଆତ୍ମାରେ ପୂର୍ଣ୍ଣ ହେଇ ଆରାଧନା କରନ୍ତୁ। ସବୁ ଦେଖିବେ, ଦେଖେ ହଁ ବେଶୀ ଧାର୍ମିକ ଦେଖେ ହଉଛି, ଏତେ ଆରାଧନା କରୁଛି, ପରିହାସ କରିବେ ଲୋକ। ଏମିତି ପରିହାସକ ଲୋକମାନେ ମଧ୍ୟ ମଣ୍ଡଳୀରେ ରହିବେ। ପରିହାସକ ମାନେ ଏମିତି ପରିହାସ କରିକିନା କହିବେ ସେମାନେ। ଏଟା ପାଇଁ ସାବଧାନ। ଇଏ ଲୋକକୁ ଶିକ୍ଷା ଦଉଛି, ତାର ପରିବାର ଲୋକକୁ ଶିକ୍ଷା ଦଉନାହିଁ। ପରିବାର ଇଆଡେ ଗଲାଣି ସିଆଡେ ଗଲାଣି ବୋଲି ପରିହାସକ ମାନେ ବାହାରିବେ, ଆମକୁ ପରିହାସ କରୁଛନ୍ତି। ଇଏ ଲୋକକୁ ଶିକ୍ଷା ଦଉଛି, ତା ବାପା ପରିତ୍ରାଣ ପାଇନାହାନ୍ତି, ତାଙ୍କ ବାପା ପ୍ରଭୁଙ୍କ ବାଟରେ ଚାଲୁନାହାନ୍ତି। ଚାଲିବେ, ମୁଁ ଚାଲୁଛି ବୋଲେ ସେ ଦିନେ ଚାଲିବେ। ଥଟ୍ଟା ଟାପରା କରିବାର ଆବଶ୍ୟକ ନାହିଁ। କିଏ କରିବେ? ଏଇଟା ଖ୍ରୀଷ୍ଟିଆନ ମାନେ କରିବେ। ଏହି ପ୍ରକାର ପରିହାସ ଲୋକମାନେ ବାହାରିବେ। ଏଇଟା ପ୍ରତି ଆମେ ସାବଧାନ। ଏଇଟା ହଉଛି ମଣ୍ଡଳୀରେ ବହୁତ ବଡ ଭୀଷଣ ସମୟ। ବାହାର ଲୋକ ଆମକୁ ଆସି ପରିହାସ କଲେ ଚଳିବ, ମାତ୍ର ଏମାନେ ପରିହାସ କରିବେ। ଏ ପରିହାସକ ଲୋକମାନଙ୍କ ଠାରୁ ଆମକୁ ସାବଧାନ ରହିବାର ଅଛି। ଏହି ପ୍ରକାର ଲୋକମାନଙ୍କ ଠାରୁ ଯଦି ଆମେ ଅନ୍ତର ହେବା ନାହିଁ, ତାହେଲେ ଆମେ ନଷ୍ଟ ହେଇଯିବା। ଠିକ ଲୋକମାନଙ୍କ ସହିତ ଆମକୁ ସମ୍ପର୍କ ରଖିବାକୁ। ସେଥିପାଇଁ ଯୋଉ ତାଡନା ଆଉ ଖ୍ରୀଷ୍ଟଙ୍କ ବିରୁଦ୍ଧରେ, ବିଭିନ୍ନ ବାଇବଲ ବିରୁଦ୍ଧରେ କହିବା ଲୋକ ଗୁଡିକ ଉଠିବେ,
ଏଇଟା ଭୀଷଣ ସମୟ ନାହିଁ, ଏଇଟା ଆମକୁ ନଷ୍ଟ କରିବ ନାହିଁ, ଆମକୁ ବର୍ବାଦ କରିବ ନାହିଁ। ମାତ୍ର କୋଉଟା ବର୍ବାଦ କରିବ? ଆମର ଚର୍ଚ୍ଚ ଭିତରେ, ମଣ୍ଡଳୀ ଭିତରେ ଏହି ପ୍ରକାର ଲୋକମାନେ ବାହାରି ପଡିବେ, ଯୋଉମାନେ କି ଖଳ ପିନ୍ଧା ଖ୍ରୀଷ୍ଟିଆନ। এই ଖଳ ପିନ୍ଧା ଖ୍ରୀଷ୍ଟିଆନ ମାନଙ୍କ ଠାରୁ ଆମକୁ ସାବଧାନ ଯଦି ହେବା ନାହିଁ, ତାହେଲେ ଆମେ ନଷ୍ଟ ହେଇଯିବା, ଆମେ ବର୍ବାଦ ହେଇଯିବା, ଆମର ଜୀବନ ମଧ୍ୟ ତାଙ୍କ ପରି ଜୀବନ ହେଇଯିବ। ସେଥିପାଇଁ ଆମେ ପ୍ରାର୍ଥନାକାରୀ ଖ୍ରୀଷ୍ଟିଆନ ସହିତ ମିଶିବା, ପ୍ରଭୁଙ୍କୁ ପ୍ରେମ କରୁଥିବା ଖ୍ରୀଷ୍ଟିଆନ ସହିତ ମିଶିବା, ମଣ୍ଡଳୀକୁ ପ୍ରେମ କରୁଥିବା ଖ୍ରୀଷ୍ଟିଆନ ସହିତ ମିଶିବା। ଆମେ ପରିହାସକ ଖ୍ରୀଷ୍ଟିଆନ ମାନ ଠାରୁ ଆମେ ସାବଧାନ ଯଦି ରହିବା, ଅନ୍ତର ହେବା ନାହିଁ, ତାହେଲେ ଆମେ ମଧ୍ୟ ଆମେ କଣ ହେଇଯିବା? ଆମେ ସେମାନଙ୍କର ସେ ରୂପ ରଙ୍ଗ ଜୀବନରେ ପଳାଇ ଆସେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଶେଷ ଦିନର ଭୀଷଣ ସମୟକୁ ଆମେ ଜାଣିବା, ଆଉ ଏହି ପ୍ରକାର ଲୋକମାନଙ୍କ ଠାରୁ ଅନ୍ତର ରହି ଆମେ ଠିକ ଲୋକମାନଙ୍କ ସହିତ ସହଭାଗିତା କରିବା, ତାହେଲେ ଆମେ ରେପ୍ଚରରେ ଆମେ ଯାଇପାରିବା, ଆମେ ଉପରକୁ ଉଠି ପାରିବା। ଆମେ ଗୋଟେ ପଦ ଆମେ ପଢି ପ୍ରାର୍ଥନା କରିବା ପାଇଁ ଯିବା। ଆମେ ପଢିବା ସେଇ 2 ପିତର 3 ଅଧ୍ୟାୟ। ଆମର ଜୀବନ ଶୈଳୀ ଏମିତି ରହିବାର ଆବଶ୍ୟକ ରହୁଛି ଶେଷ ଦିନ ମାନଙ୍କରେ। 3 ଅଧ୍ୟାୟର 12 ପଦ। ସେହି ଦିନର ଆଗମନର ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭମାନଙ୍କର କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ। ଉଚିତ। ଆମେ ପ୍ରଭୁଙ୍କୁ ବ୍ୟସ୍ତ କରିବାର ଅଛି, ପ୍ରଭୁ ସେ ଦିନ ଶୀଘ୍ର ଆସୁ, ଶୀଘ୍ର ଆସୁ। ଏଇଟା ହେଲା ଗୋଟିଏ ଶେଷ ଦିନର ଖ୍ରୀଷ୍ଟିଆନର ଗୁଣ। ଏମିତି କଣ ଆମେ କହିବା, ସେଇ ଦିନର ଆଗମନର ଅପେକ୍ଷା କରି ତାହା ଡେରି ନ ହଉ, ତାହା ଟିକେ ଶୀଘ୍ର ଆସୁ, ପ୍ରଭୁ ତୁ ଆଗମନ ଶୀଘ୍ର ହେଇଯାଉ, ଶୀଘ୍ର ହେଇଯାଉ। ଏଇଟା ଆମେ କହିକିନା ଆମେ କଣ କରିବାର ଅଛି? ସଦାଚାରୀ ଆଉ ଧର୍ମପରାୟଣତା ଜୀବନ ଯାପନ କରିବାର ଆମର ଅଛି। ଆମକୁ ପ୍ରଭୁଙ୍କୁ ଆମେ ବ୍ୟସ୍ତ କରିବା, ପ୍ରଭୁ ଜଗତ ଭଲ ଲାଗୁନାହିଁ, ପ୍ରଭୁ ତୁମେ ଟିକେ ଶୀଘ୍ର ଆସ, ତୁମେ ଶୀଘ୍ର ପଳେଇ ଆସ। ମୁଁ ପବିତ୍ର ଜୀବନ ଯାପନ କରୁଛି, ଧାର୍ମିକ ଜୀବନ ଯାପନ କରୁଛି। ଦୁନିଆ ଗୋଟେ ଆଡେ ଯାଉଥିବ, ଆମେ ଗୋଟେ ଆଡେ ଆମେ ଯାଉଥିବା। ଏଇଟା ଆମର ଗୁଣ ଆମେ ରହିବାର ଅଛି। ଆଉ ଆମର ଆଉ ଗୋଟିଏ ଗୁଣ ରହିବାକୁ ପଡିବ। ଆମେ ପଢିବା ଏବ୍ରି ପୁସ୍ତକ ଏହାର 9 ଅଧ୍ୟାୟ 27-28 ପଦ। ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ, ଆଉ ତାହାପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ଏଇଟା ଆମର ଅପେକ୍ଷା କଣ? ପ୍ରଭୁ ତୁମେ ଶୀଘ୍ର ଆସ, ଶୀଘ୍ର ଆସ। ଶେଷ ଦିନର ଖ୍ରୀଷ୍ଟିଆନ ମାନଙ୍କର ଏଇଟା ହେଲା ଗୁଣ। ସେମାନେ ପ୍ରଭୁଙ୍କୁ କହିବେ, ପ୍ରଭୁ ଅପେକ୍ଷାରେ ଅଛି, ତୁମର ଅପେକ୍ଷାରେ ଅଛି, ମତେ ଆଉ କିଛି ଅପେକ୍ଷା ନାହିଁ ପ୍ରଭୁ, କେବଳ ତୁମର ଅପେକ୍ଷାରେ ଅଛି। ଆଉ ଗୋଟେ ପଦ ପଢିବା ଆମେ 2 କରନ୍ଥୀୟ ଏହାର 11 ଅଧ୍ୟାୟ 2 ପଦ ପଢନ୍ତୁ। 2 କରନ୍ଥୀୟ 11 ଅଧ୍ୟାୟ 2 ପଦ। କାରଣ ଈଶ୍ୱରଙ୍କ ବିଷୟକ ଉଦ୍ଯୋଗରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍ଯୋଗୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀକନ୍ୟା ସଦୃଶ ଏକ ସ୍ୱାମୀଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କ ଠାରେ ସମର୍ପଣ କରିବା ନିମନ୍ତେ ବାଗଦାନ କରିଅଛି। ଆମେ ସତୀ କନ୍ୟା ପରି ଜୀବନ ଯାପନ କରିପାରୁଛି। ଖ୍ରୀଷ୍ଟଙ୍କ ସହିତ ଆମର ବାଗଦାନ ହେଇଯାଇଛି, ଆମର ବର ସିଏ। ଆମେ ଆଉ ଜଗତ ସହିତ ହାତ ମିଶେଇବା କଥା ନୁହେଁ। ଆମେ ଜଗତ ରାସ୍ତା ନ ଚାଲି ଗୋଟେ ସତୀ କନ୍ୟା ପରି ଜୀବନ ଯାପନ କରିପାରୁଛି। ଅନେକ କନ୍ୟା ଥିବେ, ମାତ୍ର ଅନେକ କନ୍ୟା ଥିବେ ନାହିଁ, କେବଳ ସେ ସତୀ କନ୍ୟା ନିମନ୍ତେ ଆସୁଅଛି। ନିଜକୁ ସତୀ କରିକା ରଖିବାର ଆବଶ୍ୟକ ରହିଛି, ଯାହା ଦ୍ଵାରା କି ସେ ଯୋଉ ସମୟରେ ଆସିବେ ଆମେ ତାଙ୍କ ସହିତ ଯିବା। ଦେଖନ୍ତୁ, ଗୋଟେ କନ୍ୟାର ବାଗଦାନ ହେଇଗଲା ପରେ ସେ ତା ବରର ଅପେକ୍ଷାରେ ଥାଏ, ତାର ବର ବିଷୟରେ ସେ ଚିନ୍ତା କରେ, ତା ବରକୁ ସେ ଦେଖୁଥାଏ। ଆମର ମଧ୍ୟ ସେଇ ପ୍ରକାର ମନୋଭାବ ରଖି ଆମେ ସତୀ କନ୍ୟା ସଦୃଶ୍ୟ ସେ ଆସିବା ପାଇଁ ଆହୁରି ଯେତେ ଡେରି କଲେ ମଧ୍ୟ ଆମେ ଆହୁରି ଅନ୍ୟ କାହା ସହିତ ଆମେ ହାତ ଆମେ ମିଶେଇ ପାରିବା ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମମାନେ ଏ ଭୀଷଣ ସମୟରେ ଆମେ କି ପ୍ରକାର ଜୀବନ ଯାପନ କଲେ ଆମେ ପ୍ରଭୁଙ୍କର ଆଗମନରେ ଆମେ ଉଠାଯିବୁ, ପ୍ରଭୁ ଆମମାନଙ୍କୁ ସ୍ପଷ୍ଟ ଭାବରେ କଥା ହେଇଛନ୍ତି। ଆସନ୍ତୁ ଆପଦ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦଉଛି ରାଜା। ଶେଷ ସମୟର ଭୀଷଣ ସମୟ ମଣ୍ଡଳୀ ମଧ୍ୟରେ ଯୋଉ ପ୍ରକାର ମାଡି ଆସୁଛି ପ୍ରଭୁ, ମୋ ଜୀବନରେ ଆତ୍ମ ପ୍ରେମ, ଧନ ପ୍ରେମ, ବିଳାସ ପ୍ରେମ,
ପ୍ରଭୁ ଏଇ ସବୁ ଗୁଡିକ ମତେ ନଷ୍ଟ ନ କରୁ ପ୍ରଭୁ। এই ତିନି ପ୍ରକାର ପ୍ରେମ ମୋ ଜୀବନରୁ ବାହାର କରି ମତେ ଖ୍ରୀଷ୍ଟଙ୍କର ପ୍ରେମ ତୁମେ ଦିଅ। ତୁମର ପ୍ରେମ ମତେ ବଶରେ ରଖି ଚଲାଅ। ବାଇବଲ ପଢିବା ପାଇଁ ପ୍ରଭୁ ମତେ କେବେ ହେଲେ ମଧ୍ୟ ବାଧ୍ୟ କରିବାକୁ ନ ପଡୁ। ମତେ ଚର୍ଚ୍ଚ ଯିବା ପାଇଁ କେବେ ହେଲେ କେହି ମତେ ଠେଲା ପେଲା କରି ନ ନିଅନ୍ତୁ ପ୍ରଭୁ। ପ୍ରଭୁ ମୁଁ ସବୁ ସମୟରେ ତୁମକୁ ପ୍ରେମ କରି ପ୍ରଭୁ ଏଇ ପ୍ରକାର କାମ କରିବି। କୌଣସି ସମୟରେ ପ୍ରଭୁ ମୁଁ ଜଗତ ଆଡକୁ ନ ଯାଇ ନିଜକୁ ସତୀ କନ୍ୟା ସଦୃଶ୍ୟ ମୁଁ ରଖିପାରିବି। ଦୟାକରି ତୁମେ ଅନୁଗ୍ରହ କର। ମୁଁ ତୁମକୁ ଧନ୍ୟବାଦ ଦଉଛି ପ୍ରଭୁ, ତୁମେ ଆମକୁ ଦୟା କରିଛ, ଅନୁଗ୍ରହ କରିଛ, ଆଉ ଆଜି ବାକ୍ୟ ଦ୍ଵାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଇଛ। ଏଇ ଭୀଷଣ ସମୟ, ଶେଷ ଦିନ ମାନଙ୍କର ଭୀଷଣ ସମୟ ପ୍ରଭୁ ଆମ ମଧ୍ୟରେ ନ ଆସୁ ପ୍ରଭୁ। ଏଇ ଭୀଷଣ ସମୟରୁ ଆମକୁ ଉଦ୍ଧାର କରି ତୁମ ସତୀ କନ୍ୟା ସଦୃଶ୍ୟ ଆମକୁ ତୁମେ ରଖ। ଯୋଉ ସମୟରେ ତୁମେ ଆସିବ ଆମେ ରୂପାନ୍ତରିତ ହେଇ ତୁମ ନିକଟକୁ ଚାଲିଯିବୁ। ଦୟାକରି ଅନୁଗ୍ରହ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦଉଛୁ ପ୍ରଭୁ। এই ଜୁମ୍ ସେବା କାର୍ଯ୍ୟକୁ, এই ଜୁମ୍ ସେବା କାର୍ଯ୍ୟରେ ଜଡିତ ଥିବା ପ୍ରତ୍ୟେକ ପରିବାରକୁ, ଜୁମ୍ ସେବା କାର୍ଯ୍ୟରେ ଚଲାଉଥିବା ପ୍ରତ୍ୟେକ ତୁମ ଦାସ ଦାସୀଙ୍କୁ ତୁ ପାତଳେ ରଖି ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗୁଛି।